ସମସ୍ତଙ୍କ ଶ୍ରୀପାଦ ପଙ୍କଜରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଏ ଅନଲାଇନ୍ ମର୍ଣ୍ଣିଂ ସତ୍ସଙ୍ଗରେ ଉପସ୍ଥିତ ପୂଜ୍ୟ ପରିଚାଳକ ମହୋଦୟ, ପୂଜ୍ୟ ରୀତିକ ମଣ୍ଡଳୀ, ପୂଜ୍ୟ କର୍ମୀ ମଣ୍ଡଳୀ, ଗୁରୁଭ୍ରାତା, ଗୁରୁମା, କିଶୋର କିଶୋରୀ ଭାଇ ଭଉଣୀମାନେ ସମସ୍ତଙ୍କୁ ମୋର ଯଥାସ୍ଥାନେ ପ୍ରଣାମ, ଜୟଗୁରୁ। ଆଜିର ଏ ସତ୍ସଙ୍ଗରେ ମିଳିତ ଭାବେ ଯେଉଁମାନେ ଭୋଗ ପ୍ରଦାନ କରିଛନ୍ତି ଠାକୁରଜୀଙ୍କର ରାତୁଲ ଚରଣରେ, ତାଙ୍କର ସାର୍ବିକ ମଙ୍ଗଳ କାମନା କରିବାର ସଙ୍ଗେ ସଙ୍ଗେ ଆଜି ଯେଉଁମାନେ ସମସ୍ତେ ଉପସ୍ଥିତ ଅଛନ୍ତି ତାଙ୍କର ସୁଖ ଶାନ୍ତି ଆନନ୍ଦରେ କେମିତି ସେ ଜୀବନ ଯାପନ କରନ୍ତୁ, ସେ ସମସ୍ତଙ୍କୁ ନେଇକି ଠାକୁରଜୀଙ୍କ ପାଖରେ ପ୍ରାର୍ଥନା ରଖେ। ମୁଁ ବହୁତ ଭାଗ୍ୟବାନ ବୋଲି ପୁନର୍ବାର ଆଜି ମନେ କରୁଛି, କାରଣ ବହୁତ ଦିନ ପରେ ଏଇ ଲିଙ୍କରେ ଆଜି ଠାକୁରଜୀଙ୍କ କଥା କହିବାର ସେ ସୁଯୋଗ ମିଳିଛି। ଧୀରେ ଧୀରେ ଠାକୁରଜୀଙ୍କର ନୂଆ ନୂଆ ଭଜନ କୋରସ ସବୁ ଡିସ୍କଭର କରିକି ଗାଇବା ଭିତରେ ଦେଇକି ମନ ଭିତରେ କ୍ୱେଶ୍ଚିନ୍ ଆସେ ଯେ ଆଉ ଆଲୋଚନାର କଣ ହିଁ ଆବଶ୍ୟକତା ଅଛି। ଏବେ ଯେମିତି ମୋ ପୂର୍ବରୁ ଏତେ ସୁନ୍ଦର କୀର୍ତ୍ତନ ଦାଦା କଲେ, ତା ପୂର୍ବରୁ ଏତେ ସୁନ୍ଦର ଭଜନ ହେଲା, ଏ ସତ୍ସଙ୍ଗ ଜଗତରେ ଯେତେ ସବୁ ଉଚ୍ଚ କୋଟିର ଭଜନ କୋରସ କୀର୍ତ୍ତନ କରାହଉଛି, ତା ଭିତରେ ଦେଇକି ଆଲୋଚନା ତ ସବୁ କିଛି ହେଇଯାଉଛି। ମଣିଷ କଣ ପାଇଁ ଆସିଛି, କଣ କରିବା ଦରକାର, ଠାକୁରଜୀ କଣ ପାଇଁ ପଠେଇଛନ୍ତି, ମଣିଷର ଆସିବାର ଉଦ୍ଦେଶ୍ୟ କଣ, ଜୀବନର ରହସ୍ୟର କଥା, ପ୍ରତ୍ୟେକଟି କଥା ଭଜନ ଭିତରେ ଦେଇକି ଠାକୁରଜୀ ଦର୍ଶେଇ ଦେଇ ଯାଇଛନ୍ତି। ମନ ଭିତରେ ଗୋଟେ ଏମିତି ପ୍ରଶ୍ନ ଉଙ୍କି ମାରେ ଯେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଶଙ୍କରାଚାର୍ଯ୍ୟ କହିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଠାକୁରଜୀ ତାକୁ ରେକ୍ଟିଫାଏ କରିକି କହିଛନ୍ତି ଯେ ବ୍ରହ୍ମ ସତ୍ୟ ଜଗତ ମଧ୍ୟ ସତ୍ୟ, ଜଗତ ଆପେକ୍ଷିକ ସତ୍ୟ କିନ୍ତୁ ଜଗତ ମଧ୍ୟ ସତ୍ୟ। ଏଇ କଥାଟା ଏମିତି ରାଣ୍ଡମଲି ମାଇଣ୍ଡକୁ ଆସିଲା, ସେଠୁ ଗୋଟେ ଛୋଟ କଥାରେ ମନେ ପଡୁଛି, ସେଇଠି ମୁଁ ଆଲୋଚନାଟାକୁ ଆରମ୍ଭ କରିବାକୁ ଚେଷ୍ଟା କରିବି। ଯଦି କହିବା ଭିତରେ ଦେଇକି କହିବାର ଶୈଳୀ ବା ଉପସ୍ଥାପନ କରିବା ଭିତରେ ଦେଇ କୌଣସି ଭୁଲ ତ୍ରୁଟି ରହେ ତାହେଲେ ମତେ କ୍ଷମା କରିବେ। ଗୋଟେ ଗ୍ରାମରେ ଜଣେ ସନ୍ଥ ଥିଲେ। ସେ ସନ୍ଥଙ୍କର ମଝିରେ ମଝିରେ ସଭା ହୁଏ, ଆଉ ସେ ସଭାରେ ଗାଁର ସବୁ ଲୋକମାନେ ଆସିକି ଯୋଗଦାନ କରନ୍ତି। ସେ ସନ୍ଥ ତାଙ୍କର କଥା କହିବା ଭିତରେ ଦେଇକି ଗୋଟେ ପଏଣ୍ଟ ରଖିଲେ ଯେ ବ୍ରହ୍ମ ସତ୍ୟ ଆଉ ଜଗତ ମିଥ୍ୟା। ଏ କଥାଟା ସମସ୍ତେ ଶୁଣିଲେ। ତା ପର ଦିନ ସକାଳେ ଏମିତି କିଛି ଜଣ ଲୋକ ଏକତ୍ରିତ ହେଇକି ସେଇ ବିଷୟରେ ଆଲୋଚନା କରୁଛନ୍ତି ଏବଂ ସମସ୍ତେ କହୁଛନ୍ତି ବାସ୍ତବରେ ଗତକାଲି ସନ୍ଥ ଆମ ସାଧୁ ସନ୍ଥ ଯାହା କହିଲେ ସେ ଠିକ କଥା। ବ୍ରହ୍ମ ସତ୍ୟ କିନ୍ତୁ ଜଗତ ମିଥ୍ୟା। ଦେଖୁନ, ଯେତେ ଚେଷ୍ଟା କଲେ ମଧ୍ୟ ଜଗତର କୌଣସି ବି ବସ୍ତୁ ବା କୌଣସି ବି ମଣିଷକୁ ଆମେ କଣ ନିଜର କରିପାରୁଛୁ, କିନ୍ତୁ ଏଟା କଣ ମିଥ୍ୟା ନୁହେଁ? ଏ କଥାଟା ସେଇପଟେ ସନ୍ଥ ଚାଲିକି ଯାଉଛନ୍ତି, ତାଙ୍କ କାନରେ ବାଜିଲା। ତେଣୁ ସେ ଯୋଉ ବାଡିଟା ଧରିଥିଲେ, ଯୋଉ ଭାଇଟି କହୁଥିଲେ, ତାଙ୍କୁ ଗୋଟେ ପାହାରେ ଦେଲେ। କହିଲେ ଏମିତି ମିଛ କଥା ଗୁଡା କାହିଁ କହୁଛ? ବ୍ରହ୍ମ ସତ୍ୟ ଜଗତ ମଧ୍ୟ ସତ୍ୟ। ତ ସମସ୍ତଙ୍କ ମାଇଣ୍ଡରେ ଗୋଟେ କ୍ୱେଶ୍ଚିନ୍ ଆସିଲା, କାଲି ନିଜେ ଏ କଥା ଆଲୋଚନା କରୁଥିଲେ ଆଉ ଆଜି ଆମେ କହିଲା ବେଳେ ଆମକୁ ଏମିତି କହୁଛନ୍ତି। ଦେନ୍ ସମସ୍ତେ ଇଗ୍ନୋର କରିଦେଲେ, ଏତେ ସିରିୟସଲି ନେଲେନି। ପୁଣି ସେଇଦିନ ସନ୍ଧ୍ୟାବେଳେ ଯେତେବେଳେ ସତ୍ସଙ୍ଗ ହେଲା, ସେ ସତ୍ସଙ୍ଗରେ ସେ ପୁଣି ଆଲୋଚନା କରୁଛନ୍ତି ଯେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଆଉ ତାକୁ କ୍ଲାରିଫିକେସନ ଦଉଛନ୍ତି, ଏକ୍ସପ୍ଲେନ କରୁଛନ୍ତି କଣ ପାଇଁ ଆଉ କୋଉ କାରଣ ପାଇଁ। ଏଇ ଜିନିଷଟି ସରିଲା ସେଦିନ। ଦେନ୍ ତାପର ନେକ୍ସଟ ଦିନ ସେ ଗାଁର ଜଣେ ଗୁରୁ ଭାଇ, ସେ କଣ ହେଲା ନା ତାଙ୍କର ଡେଥ୍ ହେଇଗଲା। ତେଣୁ ଯେତେବେଳେ ଡେଥ୍ ହେଇଗଲା, ସମସ୍ତେ ଆଲୋଚନା କରୁଛନ୍ତି ଯେ ସେ ସଂସାରରେ କଣ କରିନଥିଲେ। ଏତେ ଜ୍ଞାନୀ ଗୁଣୀ ଲୋକ, ସବୁ ଦିଗ ଦେଇକି ସେ ଉନ୍ନତି ହାସିଲ କରିଥିଲେ, ତାଙ୍କ ପିଲା ଛୁଆ ମାନେ କେତେ ୱେଲ ସେଟେଲ, ସମସ୍ତେ ବହୁତ ସୁଖ ଶାନ୍ତି ଆନନ୍ଦ ଭିତରେ ଦେଇକି ଥିଲେ, ପଇସାର ଅଭାବ ନାହିଁ, ଘର ବାଡି କରିଦେଇଛନ୍ତି, ଏତେ ଲୋକ ଭଲ ସମ୍ପର୍କ ଅଛି, କୌଣସି ଲୋକ ତାଙ୍କୁ ଖରାପ ବି ଭାବନ୍ତିନି। ତେଣୁ ଯୋଉ ଫୁଲ ଫ୍ଲେଜେଡଲି କୁହନ୍ତି ସବୁ ଦିଗ ଦେଇକି ସୁନ୍ଦର, ସେ ମଣିଷ ତ ସେମିତି ଥିଲେ। ତାହେଲେ 40-45 ବର୍ଷରେ ଏତେ ୟଙ୍ଗ ଏଜ ରୁ କଣ ପାଇଁ ଏଇ ଜଗତକୁ ଛାଡିକି ପଳେଇଲେ? ତାହେଲେ ଭାବିଲ, ସେ କଣ ତାଙ୍କ ଜୀବନରେ ପୁଣ୍ୟ କରିନାହାନ୍ତି? ଆଉ ପୁଣ୍ୟ କରିବାର କଣ ଫଳ ଏୟା? ଲୋକ ଏୟା କଥା ହେଇକି ପୁଣି ତାର ପଏଣ୍ଟ ରଖିଲେ ଯେ ଜଗତ ହଉଛି ମିଥ୍ୟା ଆଉ ବ୍ରହ୍ମ ହିଁ କେବଳ ସତ୍ୟ। ଏ କଥା ଶୁଣିଲା ପରେ ସନ୍ଥ ପୁଣି ରାଗିଗଲେ ସମସ୍ତଙ୍କ ଉପରେ, ଏମିତି କଥାବାର୍ତ୍ତା କରିବନି, ବ୍ରହ୍ମ ସତ୍ୟ ଏବଂ ଜଗତ ମଧ୍ୟ ସତ୍ୟ। ତେଣୁ ସମସ୍ତଙ୍କ ମନରେ ଗୋଟେ କ୍ୱେଶ୍ଚିନ୍ ଆସିଲା ଯେ ସାଧୁ ଏ କଣ କରୁଛନ୍ତି? ସତ୍ସଙ୍ଗରେ ସବୁବେଳେ ଆଲୋଚନା କରୁଛନ୍ତି ଯେ ବ୍ରହ୍ମ ସତ୍ୟ ଏବଂ ଜଗତ ମଧ୍ୟ ସତ୍ୟ ନ ହେଇକି ମିଥ୍ୟା, କିନ୍ତୁ ଯେତେବେଳେ ଆମେ ସେ କଥାଟା କହୁଛୁ, ସେ କହୁଛନ୍ତି ଯେ ବ୍ରହ୍ମ ସତ୍ୟ ଜଗତ ମଧ୍ୟ ସତ୍ୟ। ଆଜି ପ୍ରଶ୍ନ ପଚାରିବା। ତେଣୁ ସମସ୍ତେ ଏକତ୍ରିତ ହେଇକି ସନ୍ଧ୍ୟାବେଳେ ଯାଇକି ସେ ସାଧୁଙ୍କ ପାଖରେ ବସିଛନ୍ତି ଏବଂ ସମସ୍ତେ ଭାବୁଛନ୍ତି କିଏ ପ୍ରଶ୍ନଟା ପଚାରିବ, କାରଣ ଯିଏ ତ ଏଇ ପ୍ରଶ୍ନଟା ପଚାରିବ ସାଧୁ ତାପରେ ରାଗିଯିବେ, ତାପରେ କ୍ରୋଧାନ୍ୱିତ ହେବେ ଏବଂ ତାକୁ ପଦେ କହିଦେବେ। ତେଣୁ ଏ ପ୍ରଶ୍ନ ପଚାରିବାର ସାହସ କାହା ପାଖରେ ବି ଆସୁନି। କିନ୍ତୁ ସାଧୁ ମନେ ମନେ ଜାଣିପାରୁଛନ୍ତି ଯେ ଏଇ ସମସ୍ତ ଗାଁ ଲୋକମାନେ ଏଇ କ୍ୱେଶ୍ଚିନ୍ ନେଇକି ମୋ ପାଖକୁ ଆସିଛନ୍ତି। ଠିକ ସେଇ ସମୟରେ ସାଧୁ କଣ କଲେ, ତାଙ୍କ ଭିତରୁ
ଜଣେ ଲୋକକୁ ଉଠେଇଲେ, କହିଲେ ଉଠ, ଆଉ ତୋ ଜୀବନ କେମିତି ଚାଲିଛି କହ। ସେ ଲୋକଟି କହିବାକୁ ଆରମ୍ଭ କଲା ଯେ ସାଧୁ, ମୋର 4-5 ଜଣ ପୁଅ ଝିଅ, ସମସ୍ତଙ୍କୁ ପାଠ ପଢେଇଲି, ସମସ୍ତେ ମୋ କଥା ମାନନ୍ତି, ସମସ୍ତେ ମତେ ଭକ୍ତି କରନ୍ତି, କେହି ମତେ ଆଜି ପର୍ଯ୍ୟନ୍ତ ଅସମ୍ମାନ କରିଦେଇନାହାନ୍ତି, ସମସ୍ତେ ତାଙ୍କ ନିଜ ନିଜ ଜୀବନରେ ୱେଲ ସେଟେଲ, ସମସ୍ତେ ସବୁ ଦିଗ ଦେଇକି ତାଙ୍କର ଜୀବନରେ ବଢି ଚାଲିଛନ୍ତି, ତାଙ୍କର ଯେତେ ସବୁ ପିଲା ଛୁଆ ହେଇଛନ୍ତି ମୋ ନାତି ନାତୁଣୀ ସେମାନେ ବି ମତେ ବହୁତ ଭକ୍ତି କରନ୍ତି, ସେମାନେ ବି ମତେ ବହୁତ ଭଲ ପାଆନ୍ତି, ସମସ୍ତେ ଇଷ୍ଟ ଦିଗରେ ଅଛନ୍ତି, ସମସ୍ତେ ଠାକୁରଙ୍କୁ ମାନିକି ଚାଲନ୍ତି, କାହା ଜୀବନରେ କିଛି ବି ଲାକୁନା ନାହିଁ, ସମସ୍ତେ ପରଫେକ୍ଟ, ସମସ୍ତେ ସୁନ୍ଦର, ମୋ ଜୀବନରେ ଆଜି ପର୍ଯ୍ୟନ୍ତ ଅଫସୋସ ହିଁ କିଛି ନାହିଁ, ମୋ ଜୀବନରେ ଗୋଟେ ଦୁଃଖ ବି କିଛି ନାହିଁ, ଆଉ ଏତେ ସୁନ୍ଦର ଭାବେ ମୋ ଜୀବନଟା ଚାଲିଗଲା ସୁଖ ଶାନ୍ତି ଆନନ୍ଦ ଭିତରେ ଦେଇକି ଯେ ଜୀବନରେ ଦୁଃଖ କଣ ବି ମୁଁ କେବେ ଫିଲ୍ କରିପାରିଲିନି। ତ ସାଧୁ କହୁଛନ୍ତି ଆଚ୍ଛା ତାହେଲେ ତୁ କହିଲୁ ଯେ ଜଗତଟା ସତ୍ୟ ନା ମିଥ୍ୟା। ତ ସେଇ ସମୟରେ ସେ ଭାଇ ଜଣକ କହୁଛନ୍ତି ଯେ ସାଧୁ ଏତେ ସବୁ ପରେ ମଧ୍ୟ ମତେ ଲାଗେ ଯେ ବ୍ରହ୍ମ ସିନା ସତ୍ୟ କିନ୍ତୁ ଜଗତଟା ମିଥ୍ୟା। ତ ସବୁ ସେ ଗାଁର ଲୋକମାନେ ଭାବୁଛନ୍ତି ଏବେ ସାଧୁ ତାକୁ ଶୋଧିବେ, କାରଣ ଆମେ ଏଇ କଥା କହିକି ସୋଧା ଶୁଣିଥିଲୁ। ତ ସେଇ ସମୟ ସାଧୁ କହୁଛନ୍ତି ଗୋଟେ ଫୁଲ ମାଳ ଆଣ, ଫୁଲ ମାଳ ଆଣିକି ତାକୁ ପିନ୍ଧେଇକି ତାକୁ ପ୍ରାଇଜ ଦେଇକି କହିଲେ ସମସ୍ତେ ତାଳି ମାରିବା ପାଇଁ। ତ ସମସ୍ତଙ୍କ ମନରେ କ୍ୱେଶ୍ଚିନ୍ ଆସିଲା, ଯୋଉ କଥା କହି ଆମେ ସୁଧା ଶୁଣିଥିଲୁ, ଯୋଉ କଥା କହି ଆମେ ପାଇଥିଲୁ, ଆଜି ଏ କଥା କହିକି ଇଏ ପ୍ରାଇଜ କଣ ପାଇଁ ପାଉଛି। ତ ସାଧୁ ସେଇ ସମୟରେ ବୁଝେଇଲେ, ଏଇ ବୁଝେଇବାଟା ତ କେବଳ ସେ ଗାଁ ଲୋକଙ୍କ ପାଇଁ ନଥିଲା, ମତେ ଲାଗିଲା ଏଇ ବୁଝେଇବାଟା ମୋ ପାଇଁ ଥିଲା। ସାଧୁ ସେପଟେ ବୁଝିକି କହୁଛନ୍ତି ଯେ ଏ ଜଗତର ପ୍ରତ୍ୟେକଟି ମଣିଷ ଜାଣିଛି ଯେ ବ୍ରହ୍ମ ସତ୍ୟ ଆଉ ଜଗତ ମିଥ୍ୟା। ଜଗତ ମିଥ୍ୟା ଇନ ଦ ସେନ୍ସ ଠାକୁରଜୀ ଯେମିତି ବୁଝେଇ ଦେଇଛନ୍ତି ମିଥ୍ୟା କଣ ନା ଯାହା ମୋ ଜୀବନରେ ପରମାନେଣ୍ଟଲି ରହିବ ନାହିଁ ତାହା ମିଥ୍ୟା, ଅର୍ଥାତ ମୋ ଜୀବନରେ ସେ ହିଁ କେବଳ ସତ୍ ଯେ ଚିରନ୍ତନ ମୋ ପାଖରେ ଅଛନ୍ତି, ଆଉ ଯାହା ମୋ ଜୀବନରେ ଚିରନ୍ତନ ନାହିଁ ସେ ମୋ ପାଇଁ ମିଥ୍ୟା ହେଇପାରେ। ତେଣୁ ଏ ଜଗତରେ ପ୍ରତ୍ୟେକଟି ଜିନିଷ, ପ୍ରତ୍ୟେକଟି ବସ୍ତୁ, ପ୍ରତ୍ୟେକଟି ସମ୍ପର୍କ ସବୁ କିଛି ଦିନେ ନା ଦିନେ ମୋ ପାଖରୁ ସରିଯିବ। ଏ କଥାଟି ଜାଣିଲା ପରେ ମଧ୍ୟ ମଣିଷ କଣ ଜାଣିନି, କୋଉ ମଣିଷ ଏ କଥା ଜାଣିନି, କିନ୍ତୁ ପ୍ରତ୍ୟେକଟି ମଣିଷ ଏ କଥା ଜାଣିଲା ପରେ ମଧ୍ୟ ସେ ତାକୁ ଜାବୁଡି ଧରେ। ମଣିଷ ଜାଣିଛି ଯେ ମଣିଷ ନିଜର ଟଙ୍କା ପର, କିନ୍ତୁ ମଣିଷ ଟଙ୍କାକୁ ପର କରିଦେଇଛି କି? ମଣିଷ ଜାଣିଛି ଯେ ମଣିଷର ରିଲେସନସିପ ଟା ସବୁଠାରୁ ବଡ, ମଣିଷର ସମ୍ପର୍କଟା ସବୁଠୁ ବଡ, କିନ୍ତୁ ବେଳେ ବେଳେ ଦେଖାଯାଏ ମଣିଷ କଣ କରେ ନା ସମ୍ପର୍କ ଉପରେ ଟଙ୍କାକୁ ରଖିଦିଏ। ମଣିଷ ଜାଣିଛି ସତ୍ସଙ୍ଗ ଜଗତରେ ଆସିବା ଭିତରେ ଦେଇକି ତାର ଆତ୍ମାର ସଦ୍ଗତି ହୁଏ, ଆତ୍ମା ଉନ୍ନତି ପଥରେ ଯାଏ, କିନ୍ତୁ ମଣିଷ କଣ ସତ୍ସଙ୍ଗକୁ ଆସିବାର ତା ପାଖରେ ସମୟ ଅଛି? ଏମିତି ଅନେକ କଥା ଏକ୍ସାମ୍ପଲ ଭିତରେ ଦେଇକି ରଖିବା ପାଇଁ ସମୟ ନାହିଁ। ତେଣୁ ସାଧୁ ବୁଝିକି କହୁଛନ୍ତି ତୁମେ ମାନେ ସମସ୍ତେ ଜାଣିଛ ଯେ ଜଗତ ଆପେକ୍ଷିକ ସତ୍ୟ ବା ମିଥ୍ୟା, କିନ୍ତୁ ତୁମେ ମାନେ ଏବେ ବି ତୁମର ସେ ଜଗତ ଭିତରେ ତୁମ ପ୍ୟାସନ ପ୍ରବୃତ୍ତି ଭିତରେ ପଡିକି ଅଛ। ଏଇ ମଣିଷଟି ଅର୍ଥାତ ଯୋଉ ମଣିଷର ଏକ୍ସାମ୍ପଲ ଦଉଛନ୍ତି, ଆ ଜୀବନରେ କିଛି ହିଁ ଦୁଃଖ ନାହିଁ, ସୁଖ ଶାନ୍ତି ଆନନ୍ଦ ଭିତରେ ଦେଖି ଅଛି, ସାରା ଜୀବନ ହିଁ ତାର ଆନନ୍ଦରେ କଟି ଯାଇଛି, ତାର ପିଲା ଛୁଆ ନାତି ନାତୁଣୀ ଆରମ୍ଭ କରି ତା ବଂଶ ଲୋକ ସମସ୍ତେ ତା ପାଖରେ ଅଛନ୍ତି, ତା ଜୀବନରେ ଅଫସୋସ ହିଁ କିଛି ନାହିଁ। ତଥାପି ସେ କହୁଛି ଜଗତ ମିଥ୍ୟା, ଅର୍ଥାତ ଜୀବନରେ ଏତେ ପ୍ରକାର ସୁଖ ଶାନ୍ତି ଆନନ୍ଦ ଥିଲା ପରେ ମଧ୍ୟ ସେ ତା ଜୀବନରେ ତାର ମୂଳ ଉଦ୍ଦେଶ୍ୟକୁ ଭୁଲିନି। ତେଣୁ ସେଥିପାଇଁ ତାକୁ ମୁଁ ଫଳମାଳ ଦେଲି। ତେଣୁ କହିବାର ଉଦ୍ଦେଶ୍ୟ ଆମ ସମସ୍ତଙ୍କ ଜୀବନ ବି ଠିକ ସେମିତି। ଠାକୁରଜୀ ଯେ କହୁଥିଲେ ଯେ ତୁମମାନଙ୍କୁ ଦେଖିଲେ ବେଳେ ବେଳେ ମତେ ହସ ଲାଗେ, ହସ ଲାଗିବାର ଉଦ୍ଦେଶ୍ୟ ମୁଁ ଜାଣିଛି ତୁମେ ମାନେ କଣ କଣ କରିପାର, କେଉଁ ଉଦ୍ଦେଶ୍ୟ ନେଇ ଆସିଛ, ତୁମ ମନ ଭିତରେ କଣ ଚାଲିଛି, ତୁମର ଅତୀତରେ ଯେତେ ପ୍ରକାର ଜନ୍ମ ସବୁ ଥିଲା ସେ ଜନ୍ମରେ ତୁମେ କିଭଳି କର୍ମ କରି ଆସିଛ, କିନ୍ତୁ ମୋ ସାମ୍ନାରେ ଆସିକି ଯେମିତି ତୁମେ ମାନେ ବସିଥାଅ ନା ଯେମିତି କିଛି ଜାଣିନ। ତେଣୁ ଏ ସମସ୍ତ ଜିନିଷ ଗୁଡା ତୁମର ଯେତେବେଳେ ଛଲଛଳି ମୋ ଆଖି ଆଗରେ ଭାସି ଉଠେ, ମତେ ତୁମମାନଙ୍କୁ ଦେଖିକି ଦୟା ଲାଗେ ଏବଂ ହସ ମଧ୍ୟ ଲାଗେ। ତେଣୁ ସେତେବେଳେ ମୋ ମାଇଣ୍ଡରେ ଏ ପ୍ରଶ୍ନଟା ଆସେ ଯେ ମୋ ଠାକୁରଜୀ ଯେ ଓମନିସେଣ୍ଟ, ଆଉ ମୋ ଠାକୁରଜୀ ଯେ ଓମନିପୋଟେଣ୍ଟ, ଆଉ ମୋ ଠାକୁରଜୀ ଯେ ଓମନି ପ୍ରେଜେଣ୍ଟ, ଏ ଜିନିଷଟା ମୁଁ ଜାଣିଲେ ମଧ୍ୟ ଏ ସମୟର ସ୍ରୋତରେ କଣ କରେ ନା ମୁଁ ଭୁଲିଯାଏ। ମୋ ଠାକୁରଜୀ ଓମନିସେଣ୍ଟ ଅଲ ନୋଇଂ, ପ୍ରତ୍ୟେକଟି ଜିନିଷ ସେ ଜାଣିଛନ୍ତି, ଇନଫାନାଇଟ ନଲେଜ ତାଙ୍କ ଭିତରେ ଅଛି। ଇନଫାନାଇଟ ନଲେଜ ଇନ ଦ ସେନ୍ସ ମୁଁ ମୋର ନଲେଜକୁ ନେଇକି ଯଦି ମାପିବାରେ ଲାଗିବି, ମୋ ନଲେଜ କେତେ, ଏଇ ସାରା ଦୁନିଆରେ ମୁଁ ପାଠ ପଢିବା ଭିତରେ ଦେଖି ଯେତିକି ନଲେଜ ଆସେପ୍ଟ କରିଛି, ବା ନିଜ ଇନ୍ଦ୍ରିୟ ଭିତରେ ଦେଇକି ଯେତିକି ନଲେଜକୁ ମୁଁ ଗେନ୍ କରିଛି, ବା ଲୋକ ସଂସ୍ପର୍ଶରେ ଆସିକି ଯେତିକି ଜିନିଷ ଜାଣିଛି, ଯେତିକି ଇନଫର୍ମେସନ ପାଇଛି, ଏତିକି ତ ମୋ ନଲେଜ। ହଠାତ୍ ଯଦି ଗୋଟେ ମଣିଷକୁ ପଚାରି ଦିଆଯିବ ଯେ 5 ଦିନ ତଳେ ତୁ କଣ ଖାଇଥିଲୁ, ତାର ମନେ ପଡିବନି। 5 ବର୍ଷ ତଳେ, 5 ଜନ୍ମ ତଳେ କଥା ତ ଛାଡନ୍ତୁ, ଏଇ ଜନ୍ମର କଥା ବି ଯଦି ମୁଁ ସମ୍ପୂର୍ଣ୍ଣ ମନେ ରଖି ପାରୁଛି, ଗୋଟେ ମଣିଷ କେତେ ବର୍ଷ ବଞ୍ଚେ? 50, 60, 70 ବର୍ଷ। ତାହେଲେ ଗୋଟେ ଜନ୍ମରେ ସେ ଯେତିକି ବର୍ଷ ବଞ୍ଚେ ସେ କେବଳ ସେତିକି ବର୍ଷର ନଲେଜକୁ ହିଁ ଗେନ୍ କରିଥାଏ। ଆଉ ପରବର୍ତ୍ତୀ ଜନ୍ମ ଯେତେବେଳେ ପାଏ ତାର କଣ ଆତ୍ମାଟା ସେତିକି ଉନ୍ନତି ପଥରେ ଯାଇଥାଏ,
ଯେ ସେ ପରବର୍ତ୍ତୀ ଜନ୍ମରେ ବି ମଧ୍ୟ ଏଇ ଜନ୍ମର କଥା ମନେ ରଖେ? ଏଟା ଗୋଟେ କ୍ୱେଶ୍ଚିନ୍। କିନ୍ତୁ ଠାକୁର ଯେ କହିଛନ୍ତି ଜାତି ସ୍ମରଣ କଥା, ସେ ଟପିକ କୁ ଯାଉନାହିଁ। ପଏଣ୍ଟ ହଉଛି ମୁଁ କେବଳ ମୋର ଏଇ ଜନ୍ମର କଥା ହିଁ ମନେ ରଖିଛି। କିନ୍ତୁ ଠାକୁରଜୀ ଏପର୍ଯ୍ୟନ୍ତ ମୁଁ ଯେତେ କୋଟି କୋଟି ଜନ୍ମ ପାଇ ସାରିଛି, ମୋର ଏଇ ଜନ୍ମର କଥା ଆଗକୁ ବି ଯଦି ମୁଁ କୋଟି କୋଟି ଜନ୍ମ ପାଇବି, ତାହେଲେ ଏ ସମସ୍ତ ଜନ୍ମ ଭିତରେ ଦେଖି ମୁଁ କିଭଳି କର୍ମ କରିଛି, ସେ ସମସ୍ତ କଥାଟି ଠାକୁରଜୀ ଜାଣିଛନ୍ତି। ତେଣୁ ମୁଁ ଏତେ ଚିନ୍ତିତ କଣ ପାଇଁ? ମୋର କର୍ମକୁ ନେଇକି, ଛୋଟ ମୋଟ ଜିନିଷକୁ ନେଇକି ମୁଁ ଏତେ ଚିନ୍ତିତ କଣ ପାଇଁ? ଯେମିତି କଥାରେ ନାହିଁ ଯେ ଯେ ଚିନ୍ତା କରିବାର ଲୋକ ସେ ଚିନ୍ତା କରୁଛନ୍ତି, ତୁ କେବଳ ତାଙ୍କୁ ଚିନ୍ତା କର। ତେଣୁ ମୋର ସମସ୍ତଟା ଯିଏ ଜାଣିଛନ୍ତି, ସେ ମୋଠୁ ଅଧିକା ମୋ କଥା ଜାଣିଛନ୍ତି ନା ମୁଁ ମୋ ନିଜ ବିଷୟରେ ଅଧିକା ଜାଣିଛି? ଏଇଟା ଗୋଟେ କ୍ୱେଶ୍ଚିନ୍। ତେଣୁ ଠାକୁରଜୀ ଯେ ଇନଫାନାଇଟ ନଲେଜର ଅଧିକାରୀ ଆଉ ସେ ମୋ ବିଷୟରେ ସବୁ କିଛି ଜାଣିଛନ୍ତି, ଏ ଭାବନାଟା ମୋର ରହିବା ଦରକାର। ଅଲ ଥିଙ୍ଗ, ସେ ସବୁ କିଛି ଦେଖିପାରନ୍ତି। ଯୋଉ କୁହାଯାଏ ସେ ତ ମତେ ଧରି ରଖିଛନ୍ତି ଏକାଳେ ସେକାଳେ ସବୁ କାଳେ। ଏକାଳେ ସେକାଳେ ସବୁ କାଳେ ଇନ ଦ ସେନ୍ସ, ଏଇ ପ୍ରେଜେଣ୍ଟ ଲାଇଫ, ମୋର ପାଷ୍ଟ ଲାଇଫ, ମୋର ଫ୍ୟୁଚର ଲାଇଫ, ମୋର ପାଷ୍ଟ ଜନ୍ମର କଥା, ମୋର ପ୍ରେଜେଣ୍ଟ ଜନ୍ମର କଥା, ମୋ ଫ୍ୟୁଚର ଜନ୍ମର କଥା, ଏ ସମସ୍ତ ଜିନିଷକୁ ସେ ଜାଣିଛନ୍ତି ବୋଲି ସେ ହଉଛନ୍ତି ଓମନିସେଣ୍ଟ, ଅଲ ହିୟରିଂ। ଆଉ ସେ ସବୁ କିଛି ଶୁଣନ୍ତି। ସବୁ କିଛି ଶୁଣନ୍ତି ଇନ ଦ ସେନ୍ସ ଯେ ମତେ କିଛି କହିବାକୁ ପଡେନି। ଆପଣ ମାନେ ଭାବନ୍ତୁ ତ, ଆମେ ଯାହା ଆଗରେ ଦୁଃଖର କଥା କହୁ, ମଣିଷ ସେଇ ୱିକ୍ ପଏଣ୍ଟରେ ହିଁ ଆଟାକ କରେ, କାଉଣ୍ଟର କରେ। କିନ୍ତୁ ତାଙ୍କ ଆଗରେ ଦୁଃଖର କଥା କହିଲେ, ଦୁଃଖର କଥା କହିବା ପାଇଁ ଯେ ଏ ଶରୀର ଭିତରେ ଦେଇକି, ନିଜ ଶ୍ରୀମୁଖ ଭିତରେ ଦେଇକି ଯେ ଶବ୍ଦ ଭିତରେ ଦେଇ ବ୍ୟକ୍ତ କରାଯିବ, ତାହା ନୁହେଁ। ମନ ଭିତରେ ଭାବିଦେଲେ ବି ତାଙ୍କ ପାଖରେ ସିଗ୍ନାଲ ଭିତରେ ଦେଇକି ପହଞ୍ଚିଯାଏ, ସେ ମୋ କଥା ଶୁଣି ପାରନ୍ତି, ହୃଦୟରୁ ସେ ମତେ ବୁଝିପାରନ୍ତି। ଆଉ ସେଥିପାଇଁ ତ ସେ ହେଉଛନ୍ତି ଓମନିସେଣ୍ଟ। ଆଉ ଫୋର ନଲେଜ, ମିଡିଲ ନଲେଜ, କମ୍ପ୍ଲିଟ ନଲେଜ ତାଙ୍କ ପାଖରେ ଅଛି ବୋଲି ମୁଁ ଜୀବନରେ ତାଙ୍କୁ ଗ୍ରହଣ କରିଛି। ମାଇ ଠାକୁରଜୀ ଇଜ ଓମନିପୋଟେଣ୍ଟ, ଅଲ ପାୱାରଫୁଲ। ଏ ଯୋଉ ଅଲ ପାୱାରଫୁଲ ର କଥା କୁହାଯାଏ, କିଭଳି ଇନଫାନାଇଟ ପାୱାର ତାଙ୍କ ପାଖରେ ଅଛି। ସେଥିପାଇଁ ତ ସବୁ ଜାଗାରେ ଏଇ ଏକ୍ସାମ୍ପଲ ଦିଏ, ମତେ ଏକ୍ସାମ୍ପଲ ଟା ବହୁତ ଭଲ ଲାଗେ ଦେବା ପାଇଁ, ଯେ ଯେଉଁମାନେ ପଲିଟିସିଆନ୍ସଙ୍କ ଆଖପାଖରେ ରହୁଛନ୍ତି, ସେମାନେ ନିଜକୁ ବହୁତ ପାୱାରଫୁଲ ବୋଲି ଭାବୁଛନ୍ତି। କିନ୍ତୁ ମୁଁ ଯେ ମୋ ଜୀବନରେ ଠାକୁରଜୀଙ୍କୁ ଗ୍ରହଣ କରିକି ଚାଲିଛି, ତାଙ୍କୁ ଧରିକି ଚାଲିଛି, କିନ୍ତୁ ମୁଁ ମୋ ନିଜକୁ ସେତିକି ପାୱାରଫୁଲ ବୋଲି ମାନେ ଭାବି ପାରୁନାହିଁ। ଆଉ ଏ ଯୋଉ ଧରିବାର କଥା, ଠାକୁରଜୀ ମତେ ଧରିଛନ୍ତି ନା ମୁଁ ଠାକୁରଜୀଙ୍କୁ ଧରିଛି? ଏଇଟା ବି ଗୋଟେ କ୍ୱେଶ୍ଚିନ୍। ଠାକୁରଜୀ ହିଁ ମତେ ଧରିଛନ୍ତି, ଆଉ ଦୟା କରିକି ସେ ମୋ ଭିତରେ ସେ ସିଗ୍ନାଲ ଟା ଦଉଛନ୍ତି ବୋଲି, ମୋ ଭିତରେ ସେ ବୋଧ ଆସୁଛି ବୋଲି ମୁଁ ତାଙ୍କୁ ଧରିଛି ବୋଲି ଭାବେ। କାରଣ କୁହାଯାଏନି ଯେ ଆମେ ସମସ୍ତେ ବିଲେଇ ଛୁଆ ହେବା ପାଇଁ ଚେଷ୍ଟା କରୁ, କାରଣ ଆମ ମନ ଭିତରେ ଗୋଟେ ଭାବନା ଥାଏ ଯେ ସେ ଆସି ମତେ କାମୁଡିକି ଧରିକି ନେବେ। କିନ୍ତୁ ଏକ୍ସାମ୍ପଲ ଦିଆଯାଏ, ମାଙ୍କଡ ଛୁଆ ହେବାକୁ ଚେଷ୍ଟା କର। ଯେତେ ଉଞ୍ଚା, ଯେତେ ଦୂର ଡିଆଁ ମାରିଲେ ବି ମାଙ୍କଡ ତା ମାକୁ ଯେଭଳି ଜାବୁଡିକି ଧରିଥାଏ, ସେ କେବେ ଖସିକି ପଡେନି। ମନ ଭିତରେ ପୁଣି ଆଉ ଗୋଟେ କ୍ୱେଶ୍ଚିନ୍ ଆସେ ଯେ କଙ୍ଗାରୁ, ସେ ତାର ଥଳି ଭିତରେ ତା ଛୁଆକୁ ଯେମିତି ଧରିକି ଚାଲେ, ଠାକୁରଜୀ ତ ମତେ ସେମିତି ଧରିକି ଚାଲିଛନ୍ତି। ଆମ ସମସ୍ତଙ୍କୁ ସେଇଭଳି ଭାବରେ ଧରିକି ଚାଲିଛନ୍ତି ଯେ ପଡିବାର ବି ଚାନ୍ସ ନାହିଁ। ତଥାପି ମୋ ମନ ଭିତରେ ଏତେ ସନ୍ଦେହ କଣ ପାଇଁ? ମୋ ମନ ଭିତରେ ମୋ ପ୍ରବୃତ୍ତିକୁ ନେଇକି ଏତେ କ୍ୱେଶ୍ଚିନ୍ କଣ ପାଇଁ? ଠାକୁରଜୀ ଯେ ଓମନି ପୋଟେଣ୍ଟ, ଏ ଜିନିଷଟା ମୁଁ ଭୁଲି ଯାଉନି ତ? ମିରାକିଲ ର କଥା କୁହାଯିବା କଥା ନୁହେଁ, କିନ୍ତୁ ସଂସାରରେ ଯେତେ ପ୍ରକାର ମିରାକିଲ ବି ହୁଏ, ତାଙ୍କ ଦୟା ନହେଲେ ସେଟା ହୁଏନି। ଅଲ ଏନକମ୍ପାସିଂ ପାୱାର, ଯେତେ ପ୍ରକାର ଦୁନିଆର ପାୱାର ଅଛି, ସେ ସବୁ ତାଙ୍କଠୁ ହିଁ ତ ସୃଷ୍ଟି। ଯେତେ ପ୍ରକାର କ୍ୟାଲିବରିଟି, ଆବିଲିଟି ଅଛି, ସେ ସମସ୍ତ ଜିନିଷ ତାଙ୍କଠାରୁ ହିଁ ତ ସୃଷ୍ଟି। ଆଉ ଏଇ ମୋ ଠାକୁରଜୀ ଯେ ଓମନି ପ୍ରେଜେଣ୍ଟ ପ୍ରତ୍ୟେକଟି ଜାଗାରେ ଅଛନ୍ତି, ଏ ଭାବନାଟି ବି ମୋର ଥିବା ଦରକାର। ଓମନି ପ୍ରେଜେଣ୍ଟ ଇନ ଦ ସେନ୍ସ, ପ୍ରେଜେଣ୍ଟ ଇନ ଏଭ୍ରିୱେୟାର, ପ୍ରତ୍ୟେକଟି ଜାଗାରେ, ପ୍ରେଜେଣ୍ଟ ଇନ ଇଚ୍ ଆଣ୍ଡ ଏଭ୍ରି ସୋଲ, ପ୍ରତ୍ୟେକଟି ସତ୍ତା ଭିତରେ, ପ୍ରେଜେଣ୍ଟ ଇନ ଅଲ ଥିଙ୍ଗସ, ପ୍ରତ୍ୟେକଟି ବସ୍ତୁ ଭିତରେ, ପ୍ରେଜେଣ୍ଟ ଇନ ଅଲ ହାର୍ଟସ, ପ୍ରତ୍ୟେକଟି ମନ ବା ହୃଦୟ ଭିତରେ। ପ୍ରତ୍ୟେକଟି ମନ ହୃଦୟ ଭିତରେ ମୋ ଠାକୁରଜୀ ଅଛନ୍ତି, ଏ ଭାବନା ରହିଲେ ମୋର କାସ୍ତ ମତାନ୍ତର ମନାନ୍ତର ବି ହବନି। ଯେମିତି ଠାକୁରଜୀଙ୍କ ପାଖରେ ଜଣେ ନିବେଦନ କଲା ଯେ ଆମ ଦାମ୍ପତ୍ୟ ଜୀବନରେ ବହୁତ ମତାନ୍ତର ମନାନ୍ତର, ଠାକୁରଜୀ କହୁଛନ୍ତି ଯଦି ବାସ୍ତବରେ ତୁ ମତେ ଭଲ ପାଉଥାଉ, ତାହେଲେ ତୁ ତୋ ସ୍ତ୍ରୀକୁ ବି ଭାବିବୁ ଯେ ଇଏ ମୋ ଝିଅ। ଆଉ ଯଦି ବାସ୍ତବରେ ମୋ ଝିଅ ତ ସାମ୍ନାରେ ଆସିକି ଠିଆ ହେଇଯାଇଥାନ୍ତା, ତୁ ତାକୁ ଯେଉଁଭଳି ଭାବରେ ସମ୍ମାନ ଦେଇ, ଯେଉଁଭଳି ଭାବରେ କଥା ହେଇଥାନ୍ତୁ, ଯେଭଳି ଭାବରେ ଟ୍ରିଟ କରିଥାନ୍ତୁ, ଯେବେଠୁ ସ୍ତ୍ରୀକୁ ସେଇଭଳି ଭାବରେ ଟ୍ରିଟ କରିବାକୁ ଆରମ୍ଭ କରିବୁ, ମତାନ୍ତର ମନାନ୍ତର ହବନି। ତେଣୁ ବାସ୍ତବରେ ଯଦି ଦୁନିଆର ପ୍ରତ୍ୟେକଟି ବ୍ୟକ୍ତିକୁ ମୁଁ ଏଇ ପର୍ସପେକ୍ଟିଭରେ ଦେଖିବି ଯେ ମୋ ଠାକୁରଜୀଙ୍କ ସନ୍ତାନ, ତାହେଲେ କାହା ପାଇଁ ବି ମୋର ଘୃଣା ଭାବ ଆସିବ କି? କାହା ପାଇଁ ବି ମୋ ମନରେ ନେଗେଟିଭିଟି ଆସିବ କି? କାହା ପାଇଁ ବି ମୋର ମତାନ୍ତର ମନାନ୍ତର ସୃଷ୍ଟି ହବ କି? ହେବ ନାହିଁ। ସେଥିପାଇଁ ତ ଏତେ କଥା କୁହାଯାଏ, ଠାକୁରଜୀ ଯେ ଇଟର୍ନାଲ, ଆଉ ସେ ପ୍ରତ୍ୟେକଟି ସିଚୁଏସନରେ, ପ୍ରତ୍ୟେକଟି ମୁଭମେଣ୍ଟରେ, ପ୍ରତ୍ୟେକଟି ଜନ୍ମରେ ମୋ ପାଖରେ ଅଛନ୍ତି, ଏ ଭାବନା ଟିକକ ମୋର ରହିବା ଦରକାର। ସେଥିପାଇଁ ମନରେ ବି କ୍ୱେଶ୍ଚିନ୍ ଆସେ ଯେ ହ୍ୱାଟ ଇଜ ଦ ନିଡ୍ ଅଫ ଦିସ୍ ସ୍ପିରିଚୁଆଲିଟି? ଏ ସ୍ପିରିଚୁଆଲିଟିର ନିଡ୍ କଣ? କଣ ପାଇଁ ଏ ସ୍ପିରିଚୁଆଲିଟି?
ତାର ଅନେକ କାରଣ ହେଇପାରେ। ମୁଁ ସେଥିରୁ କେତେ ଗୁଡେ କାରଣ ଗୁଡିକୁ ହାଇଲାଇଟ କରିବାକୁ ଚେଷ୍ଟା କରିବି ଯେ ସ୍ପିରିଚୁଆଲିଟି ଭିତରେ ଦେଖି ମଣିଷ ତାର ଜୀବନର ଏ ପର୍ପୋଜ ଆଉ ମିନିଂ ଟା ପାଏ। ଦେଖୁନାହାନ୍ତି, ପ୍ରତ୍ୟେକଟି ମଣିଷ ତ ବଞ୍ଚୁଛନ୍ତି, ଗୋଟେ ତେଲୁଣି ପୋକ ବି ବଞ୍ଚୁଛି, ଗୋଟେ ନାଳରେ ସାଲୁବାଲୁ ହଉଥିବା ପୋକଟେ ବି ବଞ୍ଚୁଛି। ଏ ସଂସାରରେ ଥିବା ପ୍ରତ୍ୟେକଟି ଜୀବଜନ୍ତୁ ବଞ୍ଚୁଛନ୍ତି, କିନ୍ତୁ ତା ଭିତରେ ବୃଦ୍ଧି କିଏ କରୁଛି, ଡେଭଲପ କିଏ ହଉଛି? ଆଉ ଡେଭଲପମେଣ୍ଟ ଭିତରେ ଦେଖି ଆମେ ମାନେ ଭାବିଦଉ ଯେ ଏଷ୍ଟାବ୍ଲିଶ କରିଯିବା, ଷ୍ଟାଟସ ମେଣ୍ଟେନ କରିଥିବା, ବହୁତ ଗୁଡେ ପଇସା ରୋଜଗାର କରିଦେବା। ଯେମିତି ବିବାହ ସଂସ୍କାରକୁ ଆପଣ ଦେଖନ୍ତୁ, ଠାକୁରଜୀ ବିବାହ ସଂସ୍କାର ଟାକୁ କେତେ ସେନ୍ସିଟିଭ ୱେରେ କହିଛନ୍ତି। 14 ପିଢି ତାଙ୍କ କ୍ରୋମୋଜୋମ୍ସ ଜିନ୍ସ ଭିତରେ ଦେଖି କେମିତି ମଣିଷ ଉପରେ ପ୍ରଭାବ ପକାଏ ତା କଥା କହିଛନ୍ତି। ସେଥିପାଇଁ ତ ବିବାହ ସଂସ୍କାରଟାକୁ ଖେଳନା ଭାବ ନାହିଁ ବୋଲି, ଯାଉଟି ଜୀବନ ଜଡିତ, ଜୀବନ ଏଇ ଯୋଉ ଜନନୀ ଜଡିତ ଯୋଉ କଥାଟା କହିଛନ୍ତି, ଜୀବନ ଏଇଟା କୋଉ ସେନ୍ସ ରେ ଯେ ଆମର ପିଢି ଭିତରେ ଦେଇକି ମୋର ଯେତେ ଜନ୍ମଗତ ସଂସ୍କାର ଭିତରେ ଦେଇକି ସେ ଯୋଉ ଭାଇବସ ଟା ଆସେ, ଆଉ ଏ ସମସ୍ତ ଜିନିଷକୁ ଯଦି ଆନାଲାଇଜ କରାଯିବ, ଆଜିକା ଦୁନିଆରେ ଯୋଉ ବିବାହ କରାଯାଉଛି, ପୁଅ କେତେ ଇନକମ କରୁଛି ଆଉ ଝିଅ କେତେ ପାଠ ପଢିଛି, ବିବାହ ହେଇଗଲା। ତେଣୁ ଏ ସମସ୍ତ ଜିନିଷକୁ ଆନାଲାଇଜ କରିବା ଭିତରେ ଦେଖି ଜଣା ପଡେ ଯେ ସ୍ପିରିଚୁଆଲିଟିର କେତେ ଆବଶ୍ୟକତା ଅଛି। ପ୍ରତ୍ୟେକଟି ମଣିଷ ତ ବଞ୍ଚୁଛନ୍ତି, କିନ୍ତୁ କିଏ ବୃଦ୍ଧି କରୁଛି? ଆଉ ବୃଦ୍ଧି କରିବା ସେନ୍ସ ନଟ୍ ଯେ ମ୍ୟାଟେରିଆଲିଷ୍ଟିକ ଦୁନିଆରେ ବୃଦ୍ଧି କରିବା, ଇନ ଦ ସେନ୍ସ ଯେ ମୁଁ ସାଇକୋଲୋଜିକାଲି, ଫିଲୋସଫିକାଲି ଆଉ ସ୍ପିରିଚୁଆଲି କେତେ ଡେଭଲପ ହେବାରେ ଲାଗିଛି, ଇମୋସନାଲି କେତେ ମୁଁ ହିଲ୍ କରିବାରେ ଲାଗିଛି। ସ୍ପିରିଚୁଆଲିଟି ଭିତରେ ଦେଇକି ମଣିଷର ଯେତେ ପ୍ରକାର ଟ୍ରମା ଥାଏ, ଷ୍ଟ୍ରଗଲ ଥାଏ, ତା ମଣିଷର ଯେତେ ପ୍ରକାର ଡିସକମ୍ଫର୍ଟ ଥାଏ, ସେ ସମସ୍ତ ଜିନିଷ ହିଲ୍ ହେବାକୁ ଲାଗେ। ମଣିଷ ଭିତରେ ଇନର ପିସ୍ ଆସେ, କାମନେସ ଆସେ, ମଣିଷ ଭିତରେ ତାର ମେଣ୍ଟାଲ ହେଲ୍ଥର ଇମ୍ପ୍ରୁଭମେଣ୍ଟ ହୁଏ। ମଣିଷ ଫିଲ୍ କରେ ଯେ ମୁଁ ଗୋଟେ ଡିଭାଇନଙ୍କ ସହିତ କନେକ୍ଟ ହେଇଛି, ଆଉ ସେଥିପାଇଁ ମୋ ଭିତରେ ଏତେ ସବୁ ଶକ୍ତି। ମଣିଷ ଭିତରେ ସେ ମୋରାଲ ଏଥିକାଲ ଭ୍ୟାଲୁଜ ଆସେ। ମଣିଷ ସେ ବିଲଙ୍ଗିଂକୁ ଫିଲ୍ କରିପାରେ। ଯେମିତି ପରମ ପୂଜ୍ୟପାଦ ଶ୍ରୀ ବରଦା କହୁଥିଲେ, ସତ୍ସଙ୍ଗ ଭିତରେ ଦେଖି ସତାସଙ୍ଗ ହଉଛି ନା ନାହିଁ, ସେ କମ୍ୟୁନିଟି ସହିତ ମଣିଷ ବିଲଙ୍ଗ କରିପାରେ। ତାର ପର୍ସନାଲ ଗ୍ରୋଥ ଆସେ, ସେ ସେଲ୍ଫ ଡିସ୍କଭର କରେ। ଆଉ ସେଲ୍ଫ ଡିସ୍କଭର କରିବା ଭିତରେ ଦେଖି ମଣିଷ ତା ନିଜକୁ ଜାଣିପାରେ ଯେ ମୁଁ କେଉଁ ଉଦ୍ଦେଶ୍ୟ ନେଇକି ଆସିଛି, ଠାକୁରଜୀ ମତେ କଣ ପାଇଁ ପଠେଇଛନ୍ତି। ତାର ରିଲେସନସିପ ଷ୍ଟ୍ରେନ୍ଥ ହୁଏ, ତାର ମେଣ୍ଟାଲ ହେଲ୍ଥ ଇମ୍ପ୍ରୁଭ ହେବା ସହିତ ତାର ଫିଜିକାଲ ହେଲ୍ଥ ବି ଇମ୍ପ୍ରୁଭ ହୁଏ, ତାର ମୋଟାଲିଟି ବି ବଢିବାର ଲାଗେ। ଏ ସମସ୍ତ ଜିନିଷ ଦେଇକି ଜଣା ପଡେ ଯେ ଜୀବନରେ ସ୍ପିରିଚୁଆଲିଟିର କେତେ ଆବଶ୍ୟକତା, ଜୀବନରେ ଲିଭିଂ ଆଇଡିଆଲର କେତେ ଆବଶ୍ୟକତା। ଆଉ ଯୋଉ ମଣିଷ ଏହା ଜାଣିପାରେ ନାହିଁ, ତାକୁ ହିଁ ତ କୁହାଯାଏ ଯେ ଜଷ୍ଟିଚ୍ୟୁତ ହେବା। ଆଉ ଜଷ୍ଟିଚ୍ୟୁତ ହେବା ତା ଭିତରେ ମୁଁ ବି ଯାଏ, କାରଣ ଅନ୍ଧ ତ ମୁଁ ହେଇନି, କାରଣ ଜୀବନରେ ଠାକୁରଜୀଙ୍କୁ ଗ୍ରହଣ କରିଛି। କିନ୍ତୁ ଠାକୁରଜୀଙ୍କୁ ଗ୍ରହଣ କରିଲା ପରେ ମଧ୍ୟ ଯୋଉ ମାତ୍ରାରେ ହେଇ ଉଠିବାର କଥା କୁହାଯାଇଛି, ସେଇ ମାତ୍ରାରେ ତ ମୁଁ ହେଇ ଉଠି ପାରିନି। ଆଉ ଯଦି ସେଇ ମାତ୍ରାରେ ମୁଁ ହେଇ ଉଠି ପାରି ନାହିଁ, ତାହେଲେ ମୋର କଣ ହେଇଛି? ମୁଁ ଜଷ୍ଟିଚ୍ୟୁତ ହେଇଛି। ଠିକ ଅଛି, ମୁଁ କଥା କହିବା ଭିତରେ ଦେଖି ବୋଧେ ବହୁତ ବ୍ରୋଡ ୱେରେ ବହୁତ ଗୁଡେ ଟପିକ ରଖିଦେଲି। ଗୋଟେ ଛୋଟ ଟପିକ ରଖିକି ମୋ କଥାକୁ ଶେଷ କରିବାକୁ ଚେଷ୍ଟା କରିବି, କାରଣ ସମୟ ମାତ୍ର 10-15 ମିନିଟ ଅଛି। ସେ ଠାକୁରଜୀ ବସିଥିଲେ, ଠାକୁରଜୀଙ୍କ ପାଖରେ ଭକ୍ତ ମଣ୍ଡଳୀ ବସିଛନ୍ତି, ଏବଂ ସେଠି ଜଣେ ଏଜୁକେଟେଡ ଜ୍ଞାନୀଗୁଣୀ ଭକ୍ତ ଭାଇ ଜଣେ ବସିଛନ୍ତି। ସେ ମନେ ମନେ ଭାବୁଛନ୍ତି ଠାକୁରଜୀ ଏତେ କଥା କହିଛନ୍ତି, କିନ୍ତୁ ଆ ଭିତରେ କୋଉ ଜିନିଷଟାକୁ ମାନିବି। ତେଣୁ ସେ ସହଜ ସରଳ ଭାବରେ ପଚାରିକି ଠାକୁରଜୀଙ୍କୁ ଆନ୍ସର ଜାଣିବା ପାଇଁ ଚାହୁଁଛନ୍ତି, ଆଉ ପଚାରିଦେଲେ ମଧ୍ୟ ଯେ ଠାକୁରଜୀ ମଣିଷର ସବୁଠାରୁ ବଡ ଗୁଣଟି କଣ, ଆଉ ସେଇ ଗୁଣଟି ଯଦି ମୁଁ ମାନିବି, ତାହେଲେ ନିହାତି ଭାବରେ ଆପଣଙ୍କର ମନ ଲାଖି ମୁଁ ହେଇପାରିବି। ତ ସମସ୍ତେ ଏ କୋଶ୍ଚିନ୍ ଶୁଣିକି ସମସ୍ତଙ୍କ ମାଇଣ୍ଡରେ ବି ସେ ଆନ୍ସର ଶୁଣିବାର ଅପେକ୍ଷା, ଠାକୁରଜୀ ଟିକେ ନୀରବ ହେଇ ହସିକି ସେ ଭାଇଙ୍କ ଆଡେ କହୁଛନ୍ତି ଯେ ମଣିଷର ସବୁଠାରୁ ବଡ ଗୁଣ ହଉଛି ପରିଚ୍ଛନ୍ନତା। ଆଉ ପରିଚ୍ଛନ୍ନତାକୁ ଇନ ସିମ୍ପଲ ସେନ୍ସରେ ଆମେ ଯୋଉ ସଦାଚାର କଥାକୁ, କେମିତି ସଫାସୁତୁରା ପରିଚ୍ଛନ୍ନ ହେଇକି ରହିବା, କ୍ଲିନଲିନେସ, ଏ କଥାଟା ବି ମୁଁ ଆଗରୁ କେତେଟା ଜାଗାରେ କହିଛି। ଗତକାଲି ବି ଗୋଟେ ଜାଗାରେ ଥିଲା, ପଏଣ୍ଟ ରଖୁଥିଲି। ନିହାତି ଭାବରେ ଏ କଥାଟା ଏତେ ଇମ୍ପୋର୍ଟାଣ୍ଟ, ଏତେ ମୋ ହୃଦୟକୁ ଛୁଇଁଗଲା, ମୁଁ ଏଠି ତାକୁ 2-3 ମିନିଟରେ ଶେଷ କରିବାକୁ ଚେଷ୍ଟା କରିବି। ଠାକୁରଜୀ ଯୋଉ କ୍ଲିନନେସ ର କଥା କହିଲେ, ଏ କ୍ଲିନନେସ ରୁ ସମସ୍ତେ ଭାବିଲେ ଯେ ପରିଚ୍ଛନ୍ନତା ଅର୍ଥାତ ସଫାସୁତୁରା ରହିବା। ମଣିଷର ସବୁଠାରୁ ବଡ ଗୁଣ ହଉଛି ସଫାସୁତୁରା ହେଇକି ରହିବ। ଆଉ ସଫାସୁତୁରା ହେଇକି ରହିବା କଣ କେବଳ ଫିଜିକାଲ ସେନ୍ସରେ? ତେଣୁ ଯେତେବେଳେ ଏ କୋଶ୍ଚିନ୍ ମାଇଣ୍ଡରେ ଆସିଲା, ସେତେବେଳେ ମନରେ ବହୁତ ପ୍ରକାର ଆନ୍ସର ଆସିଲା ଯେ କେବଳ ତ ଫିଜିକାଲ ସେନ୍ସରେ ସଫାସୁତୁରା ନୁହେଁ, ଏନଭାରମେଣ୍ଟାଲ ସେନ୍ସରେ ମଧ୍ୟ ମେଣ୍ଟାଲି ବି ସଫାସୁତୁରା ରହିବାର ଆବଶ୍ୟକତା। ସେଥିପାଇଁ ତ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକର ସଦାଚାରର କଥା କୁହାଯାଇଛି। ମେଣ୍ଟାଲ ସେନ୍ସ ସହିତ ଇମୋସନାଲ କ୍ଲିନନେସ ର ବି ଆବଶ୍ୟକତା ଅଛି, ସୋସିଆଲ କ୍ଲିନନେସ ର ବି ଆବଶ୍ୟକତା ଅଛି। ମୁଁ ସୋସାଇଟିରେ କେଉଁଭଳି ସୋସାଇଟିରେ ବଞ୍ଚୁଛି, କେଉଁଭଳି ସୋସିଆଲ ଲୋକଙ୍କ ସହିତ ସୋସିଆଲି ମୁଁ ମିଶୁଛି, ତାହା ବି ବହୁତ ମ୍ୟାଟର କରେ। ମୋ ହେଲ୍ଥର କ୍ଲିନନେସ ର ଆବଶ୍ୟକତା ଅଛି, ଆଉ ମୋର ଡେଲି ଲାଇଫରେ କ୍ଲିନନେସ ର ଆବଶ୍ୟକତା ଅଛି।
କିନ୍ତୁ ଠାକୁରଜୀ ସେତେବେଳେ ଯୋଉ ପଏଣ୍ଟ ଟାକୁ ରଖିଥିଲେ ତା ଭିତରେ ଦେଖି ଗୋଟେ ବ୍ରୋଡନେସ୍ ଥିଲା। ସେ ବ୍ରୋଡନେସ୍ କେମିତି ନା ଗୋଟେ ଏକ୍ସାମ୍ପଲ ଦଉଛି ଯେ ସେତେବେଳେ ସମୟରେ ଜଣେ କର୍ମୀ ଦାଦା ଠାକୁରଜୀଙ୍କ ଜୀବନୀକୁ ନେଇ ଗୋଟେ ବହି ଲେଖିଲେ ଏବଂ ସେ ବହି ପବ୍ଲିଶଡ ବି ହେଲା, ତାର 1100 ପିସ୍ ବାହାରିଲା। କିନ୍ତୁ ସେ ସମୟରେ ଜଣେ ବୈଜେଷ୍ଠ ଗୁରୁ ଭ୍ରାତା ସେ ବହିଟାକୁ ପଢିକି ଠାକୁରଜୀଙ୍କ ପାଖରେ ଆସି ବହୁତ ପ୍ରଶଂସା କଲେ ଯେ ସେ ବହିଟା ଠାକୁରଜୀ ଖୁବ ସୁନ୍ଦର ହେଇଛି, ତା ଭିତରେ ଅନେକ ନୂଆ ନୂଆ କଥା ଅଛି, କିନ୍ତୁ ବହୁତ ଜାଗାରେ ଭୁଲ ତ୍ରୁଟି ଅଛି, ଏଇ ଜାଗାରେ ସଂଶୋଧନ କରିବାର ଆବଶ୍ୟକତା ଅଛି। ଠାକୁରଜୀ କଥାଟା ଶୁଣିକି ସାଙ୍ଗେ ସାଙ୍ଗେ ସେ ବହିଟି ଯେ ଲେଖିଥିଲେ ସେ ଦାଦାଙ୍କୁ ଡାକିଲେ ଏବଂ ପବ୍ଲିଶ ଯେ କରିଥିଲେ, ରେକ୍ଟିଫିକେସନ ଯୋଉ କରିଥିଲେ ସେମାନେ ସମସ୍ତଙ୍କୁ ଡାକିଲେ ଏବଂ କହିଲେ ଏଇ ଜାଗାରେ ସବୁ ଭୁଲ ଅଛି, ତେଣୁ ଏସବୁକୁ ସଂଶୋଧନ କରିକି ପୁଣି ଥରେ ରିପ୍ରିଣ୍ଟ କର। ତେଣୁ ସେ 1100 ପିସ୍ ଯୋଉ ବହିଟା ବାହାରିଛି ପ୍ରିଣ୍ଟ ହେଇକି ତାକୁ ବନ୍ଦ କର, ବାତିଲ କରିଦିଅ। ଏବେ କହିବାର ଉଦ୍ଦେଶ୍ୟ କିଛିଟା ୱାର୍ଡ ମିଷ୍ଟେକ ଭିତରେ ଦେଇକି କାଳେ ତାର ଇଣ୍ଟେନସନ ଆଉ କେଉଁ ଉଦ୍ଦେଶ୍ୟ ସେନ୍ସ ନେଇକି ସେ କଥାଟି କୁହାଯାଉଛି ସେଟା କାଳେ ବ୍ୟାଘାତ ସୃଷ୍ଟି ହବ, ସେଥିପାଇଁ ଠାକୁରଜୀ କଣ କଲେ ନା ସେ 1100 ପିସ୍ ବହିଟାକୁ ବାତିଲ କରିକି ପୁଣି ରିପ୍ରିଣ୍ଟ କରିବାର ଆଦେଶ ଦେଲେ। ଆର ଅର୍ଥ ଛୋଟ ଜିନିଷ ବି ମଣିଷ ଜୀବନରେ କେତେ ଆଫେକ୍ଟ କରେଇ ଦିଏ। ଆମେ ପରମ ପୂଜ୍ୟପାତ ଶ୍ରୀ ଶ୍ରୀ ବରଦା, ପରମ ପୂଜ୍ୟପାତ ଶ୍ରୀ ଶ୍ରୀ ଦାଦା ଏବଂ ପରମ ପୂଜ୍ୟପାତ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଜୀବନକୁ ଯଦି ବ୍ୟାଖ୍ୟା କରିବାରେ ଲାଗିବା, ଆମେ ଦେଖିବା ତାଙ୍କ ଜୀବନରେ ଡେ ଟୁ ଡେ ଲାଇଫରେ ପ୍ରତ୍ୟେକଟି କ୍ଷେତ୍ରରେ ସେ କେତେ ପରଫେକ୍ଟ, ଟାଇମକୁ ନେଇକି କେତେ ପରଫେକ୍ଟ, ଯୋଉ ସମୟରେ ଆସିକି ନାଟମଣ୍ଡପରେ ପହଞ୍ଚିବା ଦରକାର ସେଇ ସମୟରେ ନହେଲେ ୱିଦିନ 2-3 ମିନିଟ୍ସ ଆଗ ପଛରେ ଆଚାର୍ଯ୍ୟ ଦେବାଶିକ ସେଇ ସମୟରେ ହିଁ ପହଞ୍ଚନ୍ତି। ପରମ ପୂଜ୍ୟପାତ ଶ୍ରୀ ଶ୍ରୀ ବରଦା ପ୍ରତ୍ୟେକଟି ବସ୍ତୁକୁ ନେଇକି କେତେ ସିରିୟସଲି ଟ୍ରିଟ କରନ୍ତି। ଗୋଟେ ଛୋଟ ଲବଙ୍ଗ ପାଇଁ ସେ ଠାକୁରଜୀ କେତେ ଅସ୍ତବ୍ୟସ୍ତ ହେଇଯାଇଥିଲେ, ଏ ସମସ୍ତ ଜିନିଷ ଭିତରେ କେତେ ପରଫେକ୍ଟନେସ୍ ଦେଖାଯାଏ। ଆଉ ସେ ପରଫେକ୍ଟନେସ୍ ଟା ସବୁ କ୍ଷେତ୍ରରେ ଯେତେବେଳେ ସେ ପରଫେକ୍ଟନେସ୍ ଟା ଆସେ ସେତେବେଳେ ବାସ୍ତବରେ ମଣିଷ କ୍ଲିନନେସ୍ କଣ ସେଟା ସେ ବୁଝିପାରେ, ପରିଚ୍ଛନ୍ନତା କଣ ସେଟା ବୁଝିପାରେ। ଯେମିତି ପରିଚ୍ଛନ୍ନତା ଭିତରେ ଇମୋସନାଲ କ୍ଲିନନେସ୍ ଗୋଟେ କଥା କୁହାଯାଏ। ଇମୋସନାଲ କ୍ଲିନନେସ୍ ମିନ୍ସ ମଣିଷର ଏଇ ଇମୋସନର ମ୍ୟାନେଜମେଣ୍ଟ, ରିଡ୍ୟୁସିଂ ଷ୍ଟ୍ରେସ୍ ଲେଭେଲ, ରିଡ୍ୟୁସିଂ ଡିପ୍ରେସନ ଲେଭେଲ, ମଣିଷ ଭିତରେ ଯେତେ ନେଗେଟିଭିଟି ଅଛି ତାକୁ କମେଇବାର କଥା କୁହାଯାଏ। ମୁଡ ମ୍ୟାନେଜମେଣ୍ଟର କଥା କୁହାଯାଏ। ଆଲୋଚନା ବହୁତ ଜାଗାରେ ହେଇଛି ଯେ ଅସମ୍ଭବ ସମ୍ଭାବନା ଥିଲେ ମଧ୍ୟ ମଣିଷ ସେ ସମ୍ଭାବନା ଗୁଡିକୁ ପୂରଣ କରିପାରେନି, କାରଣ ସେ ପ୍ରବୃତ୍ତିରେ ପଡିଯାଏ। ଆଉ ସେ ମୁଡକୁ ମ୍ୟାନେଜ କରିପାରେନି, ସେଥିପାଇଁ ତ ସେ ପ୍ରବୃତ୍ତିରେ ପଡିଯାଏ। ମଣିଷ ଭିତରେ ସେ ଅଣ୍ଡରଷ୍ଟାଣ୍ଡିଂ ନେଚର, ସେ ପର୍ସପେକ୍ଟିଭ ଟା ଠିକ ସେ ରୁହେନି ବୋଲି ମଣିଷ ଆଜି ଏତେ ଲୋକଙ୍କର ଆପଣାର ହେଇପାରେନି। ଯେମିତି ଯୋଉ ମଣିଷଟି ମୋର ଶତ୍ରୁ ବୋଲି ମୁଁ ଭାବୁଛି, ଏଥିପାଇଁ ସେ ମତେ ଶତ୍ରୁ ଲାଗୁଛି କାରଣ ତାର କଥା ମୋର କଥା ମ୍ୟାଚ ଖାଉନି, କିନ୍ତୁ ସେଇ ମୁହୂର୍ତ୍ତରେ ଯଦି ମୁଁ ସେଇ ମଣିଷର ଦୃଷ୍ଟିକୋଣରୁ ଦୁନିଆକୁ ଦେଖିବାରେ ଲାଗିବି ତାହେଲେ ମତେ ସେ ମଣିଷଟି ଠିକ ଲାଗିବ। ତେଣୁ ଠାକୁରଜୀ କହିଛନ୍ତି ତୁମେ ତୁମ ପର୍ସପେକ୍ଟିଭ ନେଇକି ସାରା ଦୁନିଆକୁ ଦେଖିବାକୁ ଚେଷ୍ଟା କରନି, ବରଂ ପ୍ରତ୍ୟେକଟି ମଣିଷର ପର୍ସପେକ୍ଟିଭ ଆଉ ପ୍ରତ୍ୟେକଟି ମଣିଷର ଜଣା ଭିତରେ ଦେଇକି ଦୁନିଆଟାକୁ ଦେଖିବାକୁ ଚେଷ୍ଟା କର, ଦୁନିଆଟାକୁ ବୁଝିବାକୁ ଚେଷ୍ଟା କର, ତା ଭିତରେ ଦେଇକି ତୁମେ ସମସ୍ତଙ୍କର ଆପଣାର ହେଇପାରିବ। ସେଲ୍ଫ ଆୱାରନେସ୍ ମଣିଷ ଭିତରେ ଆସିଯାଏ, ମଣିଷର ବିହେଭିୟର ଚେଞ୍ଜ ହେଇଯାଏ। ଆଉ ଯେମିତି ଆଚାର୍ଯ୍ୟ ଦେବଙ୍କର ଏଇ ଟୁର ଭିତରେ ଦେଇକି ଆଚାର୍ଯ୍ୟ ଦେବ ତାଙ୍କ କଥା ରଖିଛନ୍ତି ଯେ ଏ ଧଳା ପୋଷାକ ପିନ୍ଧିବା ଭିତରେ ଦେଇକି ନୁହେଁ କି ଜୟଗୁରୁ କହିବା ଭିତରେ ଦେଇକି ନୁହେଁ, ବରଂ ନିଜ ଚରିତ୍ର ଭିତରେ ଦେଇକି ମଣିଷକୁ ବତେଇ ଦିଅ ଯେ ତୁମେ ଠାକୁରଜୀଙ୍କର ସନ୍ତାନ। ତେଣୁ ସେ ଚରିତ୍ର, ସେ ସେଲ୍ଫ ଆୱାର ହେଲେ ତ ସେ ଚରିତ୍ର ଭିତରେ ଦେଇକି ମଣିଷକୁ ବତେଇ ଦେଇ ପାରିବ ଯେ ମୁଁ ଠାକୁରଜୀଙ୍କର ସନ୍ତାନ। ସେ ମେଣ୍ଟାଲ କ୍ଲାରିଟି, ସେ ମେଡିଟେସନ ଭିତରେ ଦେଇକି ତା ଭିତରେ ସେ ରିଫ୍ଲେକ୍ସନ ଆସେ, ତାର ମାଇଣ୍ଡ ସେତେ କାମ ହେଇଯାଏ। ଆଉ ରିଫ୍ଲେକ୍ଟ କଲେ ତ ମଣିଷ ଭିତରେ ଗୋଟେ ଭାବନା ଆସିବ ଯେ ଇଏ ଠାକୁରଜୀଙ୍କୁ ଧରିକି ଏଇଭଳି ହେଇ ଉଠିଛି, ଆଉ ଏଇଭଳି ହେଇ ଉଠିଛି ମାନେ ମୁଁ ବି ସେମିତି ହେବି। ଭଲ ହେବା ପାଇଁ କିଏ ଚାହେଁନି, କିନ୍ତୁ ଭଲ ହେବା ପାଇଁ ଚାହିଁଲେ ମଧ୍ୟ ମଣିଷ ସେଟା କରିପାରେନି କାରଣ ତାର କନସିଷ୍ଟେନ୍ସି ରହେନି। ଆଉ ସେ କନସିଷ୍ଟେନ୍ସି ପାଇଁ ହିଁ ମେଡିଟେସନ ଆବଶ୍ୟକତା, ସେ କନସିଷ୍ଟେନ୍ସି ପାଇଁ ହିଁ କ୍ରିଟିକାଲ ଥିଙ୍କିଂ ର ଆବଶ୍ୟକତା। କ୍ରିଟିକାଲ ଥିଙ୍କିଂ ଭିତରେ ଦେଇକି ହିଁ ତ ମଣିଷ ତା ନିଜକୁ ଆନାଲାଇଜ କରିପାରେ। ଆନାଲାଇଜ କରିବା ଭିତରେ ଦେଇକି ତ ମଣିଷ ସବଜେକ୍ଟିଭ ଆଉ ଅବଜେକ୍ଟିଭ ହେଇଯାଏ। ସବଜେକ୍ଟିଭ ଆଉ ଅବଜେକ୍ଟିଭ ହେବା ଭିତରେ ଦେଇକି ମଣିଷର ତ ପ୍ରୋବ୍ଲେମ ସଲଭିଂ ନେଚର ଟା ବଢିବାରେ ଲାଗେ, ମଣିଷ ଧୀରେ ଧୀରେ ସ୍ପିରିଚୁଆଲ ହେବାରେ ଲାଗେ। ସ୍ପିରିଚୁଆଲ ହେବା ଭିତରେ ଦେଖି ମଣିଷ ଭିତରେ ଇନର ପିସ୍ ଆସେ, ଇନର ପିସ୍ ଆସିବା ଭିତରେ ଦେଖି ମଣିଷ ଭିତରେ ସେ ଗ୍ରାଟିଚ୍ୟୁଡ ଆସେ। ସବୁବେଳେ ସେ ବ୍ଲେସ୍ଡ ଫିଲ୍ କରେ ଯେ ମୋ ଜୀବନରେ କିଛି ଥାଉ କି ନଥାଉ, କେହି ଥାଆନ୍ତୁ କି ନଥାନ୍ତୁ, ମୋ ଜୀବନରେ ଠାକୁରଜୀ ଅଛନ୍ତି। ସେ ଗ୍ରାଟିଚ୍ୟୁଡ, ସେ ବ୍ଲେସ୍ଡ ଫିଲିଂ ଭିତରେ ଦେଇକି ମଣିଷ ଭିତରେ ଏତେ ଅସମ୍ଭବ ସମ୍ଭାବନା ଗୁଡିକ ଆସିଯାଏ, ସେ ପ୍ରତ୍ୟେକଟି ଜିନିଷ କରିପାରେ। ପୃଥିବୀ ଭାଙ୍ଗି ଟୁକୁଡା ଟୁକୁଡା କରିଦେବାର କଥା କୁହାଅଛି, କିନ୍ତୁ ସେ କଥା ଯଦି ବି ମଣିଷ କରିପାରୁନି, କିନ୍ତୁ ପୃଥିବୀ ଭାଙ୍ଗିବା କଥା ଛାଡନ୍ତୁ, ପ୍ରତ୍ୟେକଟି ମଣିଷକୁ ତ ଆପଣା କରିଦେଇ ପାରିବ। ପ୍ରତ୍ୟେକଟି ମଣିଷକୁ ଆପଣା କରିବା ଭିତରେ ଦେଇକି ମଣିଷ ଭିତରେ ଗୋଟେ ଦୟାର ଭାବ ସୃଷ୍ଟି ହୁଏ, ଫରଗିଭନେସ୍ କ୍ୱାଲିଟି ଆସେ। ସେ ପ୍ରତ୍ୟେକଟି ଜିନିଷକୁ ସହଜରେ ଛାଡି ଦେଇପାରେ, ଧରି ରଖିକି ତାକୁ ଜଟିଳ କରିବାକୁ ଚେଷ୍ଟା କରେ ନା। ମଣିଷ ଧୀରେ ଧୀରେ ନିଜକୁ ଡିଭାଇନଙ୍କ ସହିତ କନେକ୍ଟ କରିବାରେ ଲାଗେ। ଡିଭାଇନଙ୍କ ସହିତ ଯେତେବେଳେ କନେକ୍ଟ କରେ ତା ମନଟା
ପ୍ରତ୍ୟେକଟି ମୁହୂର୍ତ୍ତରେ ପ୍ରଫୁଲ ଫିଲ୍ କରେ, ସେ ଆନନ୍ଦରେ ରହିବାକୁ ଆରମ୍ଭ କରେ। ଆଉ ସେଇ ସମୟରେ ତାର ସାଇକୋଲୋଜିକାଲ କ୍ଲିନନେସ୍ ଆସେ, ଏଇ ଯୋଉ ପରିଚ୍ଛନ୍ନତା। ସାଇକୋଲୋଜିକାଲ କ୍ଲିନନେସ୍ ଭିତରେ ଦେଇକି ମଣିଷର କଣ ହୁଏ ନା ଆଂଜାଇଟି ବି ରିଡ୍ୟୁସ ହେଇଯାଏ। ମଣିଷ ଯୋଉ ଇଗୋ ସେଣ୍ଟ୍ରିକ ହେଇକି ଥାଏ, ମଣିଷ ଭିତରେ ବହୁତ ଇଗୋ ଥାଏ, ସେଟା ଜଣାତରେ ହଉ ବା ଅଜଣାତରେ ହଉ ବା ସେ ଗଳିତ ଅହଂ ହଉ, ସେ ସମସ୍ତଟା ଦମନ ହୁଏ। ଆଉ ସେ ଇଗୋ ସେଣ୍ଟ୍ରିକ ଟା ଧୀରେ ଧୀରେ ପରିବର୍ତ୍ତନ ହେଇକି ଆଚାର୍ଯ୍ୟ ସେଣ୍ଟ୍ରିକ ହୁଏ। ମଣିଷ ଯେତେବେଳେ ଆଚାର୍ଯ୍ୟ ସେଣ୍ଟ୍ରିକ ହେଇକି ତାଙ୍କ ମନ ଲେଖିବାକୁ ଚେଷ୍ଟା କରେ, ଧୀରେ ଧୀରେ ସେ ସେଣ୍ଟ୍ରିକ କନସେଣ୍ଟ୍ରିକ ଠାକୁର ସେଣ୍ଟ୍ରିକ ହେବାକୁ ଲାଗେ। ଠାକୁର ସେଣ୍ଟ୍ରିକ ହେବା ଭିତରେ ଦେଖି ତାର ହେଲ୍ଥ ର କ୍ଲିନନେସ୍, ତାର ମାଇଣ୍ଡ ର କ୍ଲିନନେସ୍, ତାର ବଡିର କ୍ଲିନନେସ୍, ତାର କମ୍ୟୁନିକେସନ ର କ୍ଲିନନେସ୍, ପ୍ରତ୍ୟେକଟି ଦିଗ ଦେଖି କ୍ଲିନନେସ୍ ଇନ ଏଭ୍ରି ସ୍ପିୟର ଅଫ ଲାଇଫ, ଜୀବନର ପ୍ରତ୍ୟେକଟି ଦିଗ ଦେଖି ତାର ପରିଚ୍ଛନ୍ନତାଟା ବଢେ। ଆଉ ଏଇ ପରିଚ୍ଛନ୍ନତାଟାକୁ ହିଁ କୁହନ୍ତି ପରଫେକ୍ସନ। ତେଣୁ ସେ ଠାକୁରଜୀ ଙ୍କର କଥା, ଏବଂ ବହୁତ ଇଂଲିଶ ପ୍ରୋଭର୍ବରେ ବି ଏ ସେଣ୍ଟେନ୍ସ ଟା ୟୁଜ କରାଯାଏ ଯେ କ୍ଲିନନେସ୍ ଇଜ ନେକ୍ସଟ ଟୁ ଗଡଲିନେସ୍। ମଣିଷ ପରିଚ୍ଛନ୍ନତା ଯେତେବେଳେ ଅବଲମ୍ବନ କରେ, ତା ଭିତରେ ଦେଇକି ତା ଭିତରେ ସେ ଗଡଲିନେସ୍ ଆସେ। ଆଉ ଗଡଲିନେସ୍ ର ମାନେ ହଉଛି ହୋଲିନେସ୍, ସ୍ପିରିଚୁଆଲିଟି, ମୋରାଲିଟି। ମଣିଷ ଭିତରେ ସେ ସ୍ପିରିଚୁଆଲିଟି ଆସେ, ମୋରାଲିଟି ଆସେ, ସେ ହୋଲିନେସ୍ ଆସେ। ଆଉ ଏଇ ସମସ୍ତଟା ଭିତରେ ଦେଖି ମଣିଷ ଉନ୍ନତ ହେବାକୁ ଲାଗେ। ତେଣୁ ଠାକୁରଜୀ କୁହନ୍ତି ଯେ ଅନ୍ତର ଭିତରେ ଯେ ଯେତେ ଅଧିକା ଧନୀ, ତାର ବାହାର କାମ ଓ ଅନ୍ତର, ତାର ବାହାର କାମ ଓ ବ୍ୟବହାର ମଧ୍ୟ ସେଇଭଳି ଫୁଟି ଉଠେ। ଯେମିତି ସତ୍କର୍ମୀର ଅକଲ୍ୟାଣ ହୁଏନି, ଆଉ ଯିଏ ସତ୍କର୍ମୀ ତାର ଯେ ଯୋଉ ଗୁଣ ଗୁଡିକ ଯେମିତି ଫୁଟି ଉଠେ, ଡାଳିମ୍ବ ପାଚିଲେ ହିଁ ଫାଟିଯାଏ, ଯୋଉ ଠାକୁରଜୀଙ୍କ କଥା ଅଛି, ଏକ୍ଜାକ୍ଟଲି ସେମିତି ଏଇ ବାହ୍ୟ ଜଗତରେ, ମ୍ୟାଟେରିଆଲିଷ୍ଟିକ ୱାର୍ଲଡରେ କାହା ପାଖରେ କେତେ ପଇସା ଅଛି ତାକୁ ବାଦ ଦେଇ ଅନ୍ତର ଭିତରେ ଯେ ଯେତେ ଧନୀ ଥାଏ, ତାର କାମ ତା ବ୍ୟବହାର ଭିତରେ ଦେଇକି ଆପଣା ଚାହିଁ ସେ ଫୁଟି ଉଠେ, ଆଉ ଲୋକ ଜାଣିପାରନ୍ତି ଯାର ଦକ୍ଷତାଟା କେମିତି। ଆଉ ଅନ୍ତର ଭିତରେ ଫୁଟି ଉଠିବାର ମାନେ ବୁଝାଯାଏ, ଠାକୁରଜୀ କୁହନ୍ତି ଯେ ଭାବିବା, କହିବା ଆଉ କରିବା ଭିତରେ ସୁସାମଞ୍ଜସ୍ୟ ଯାହାର ଯେତେ ଅଧିକା, ସେ ସେତେ ମୋର ମନେ ଲାଖି, ସେ ଠାକୁରଜୀଙ୍କର ସେତେ ମନେ ଲାଖି। ଦାୟିତ୍ୱ ନେଇ ଯେ ଯଥା ସମୟରେ ସେ ଦାୟିତ୍ୱକୁ ପରିପୂରଣ କରିଦିଏ, ଆଉ ପରିପ୍ରକାଶ କରି ବତେଇ ଦିଏ ଯେ ମୁଁ ପରଫେକ୍ଟଲି ଆକୁ କରିଦେଇ ପାରିଲି, ସେ ହିଁ ଠାକୁରଜୀଙ୍କର ମନେ ଲାଖି। ସତ୍ ଚଳନୀରେ ଆଗ୍ରହୀ ଯେ, ସତ୍ ଚଳନୀରେ ଆଗ୍ରହୀ ତ କେବଳ ଗୋଟେ ପଏଣ୍ଟ ନୁହେଁ, ସତ୍ ଚଳନୀରେ ଆଗ୍ରହୀ ହେବା ସହିତ ଯେ କନସିଷ୍ଟେନ୍ସିଟା ମେଣ୍ଟେନ କରିକି ଭଲ ହେବା ପାଇଁ ଚେଷ୍ଟା କରିବା। ଆଉ ସେ ଭଲ ହେବା ପାଇଁ ଚେଷ୍ଟା କରିବା ଭିତରେ ଦେଇକି ତ ମଣିଷ ଭଲ ହେଇଯାଏ। ଆଉ ସେ ଭଲ ହେବା ଭିତରେ ଦେଇକି ତ ତା ଭିତରେ ସେ ନିଃସ୍ୱାର୍ଥ ସେବା ପରାୟଣତା ଭାବ ଆସେ। ନିଃସ୍ୱାର୍ଥ ସେବା ପରାୟଣତା ଭାବଟା ଗୋଟେ ଏଭଳି ଯେ ଆପଣ ମାନେ ଦେଖିବେ ଆଜି ଏ ଦୁନିଆରେ ମଣିଷ ନିଃସ୍ୱାର୍ଥ ଭାବରେ କାହାର ସେବା କରିବା ପାଇଁ ଚାହେଁନି। ଆଉ ଯଦି ବି କେହି ନିଃସ୍ୱାର୍ଥ ଭାବରେ ସେବା କରିବା ପାଇଁ ଚାହେଁ, ଯାହାର ସେବା କରିବା ପାଇଁ ଯାଉଛି, ଏ ନେଗେଟିଭ ୱାର୍ଲଡରେ ସେ ଏତେ ନେଗେଟିଭ ହେଇଯାଇଥାଏ ଯେ ତାର ସେବାଟାକୁ ସେ ଧ୍ୟାନ ନ ଦେଇକି ସର୍ବପ୍ରଥମେ ତା ମାଇଣ୍ଡରେ ଗୋଟେ କୋଶ୍ଚିନ୍ ଆସେ, ବିନା କାରଣରେ କଣ ପାଇଁ ମୋର ସେବା କରୁଛି? ଆର କିଛି ଗୋଟେ ଉଦ୍ଦେଶ୍ୟ ଥିବ, ସେ ଉଦ୍ଦେଶ୍ୟ ନେଇ ସେବା କରୁଥିବ, ନହେଲେ ଏମିତି ସୁଖା ସୁଖାରେ ସେ କାହିଁକି ମୋର ଏତେ ହେଲ୍ପ କରୁଥାନ୍ତା। ତେଣୁ ଠାକୁରଜୀ ଯୋଉ ନିଃସ୍ୱାର୍ଥ ଭାବରେ ସେବା ପରାୟଣତାର ଯୋଉ ଭାବର କଥା କହିଛନ୍ତି, ଆଉ ଏଇ ଭିତରେ ସଂଯମତା, ଏଇ ସମସ୍ତ ଭଲ ଗୁଣ ଭିତରେ ସଂଯମତା ଯାହାର ଥିବ, ସେ ହିଁ ବାସ୍ତବରେ ତାଙ୍କର ମନ ଲାଖି ହେଇପାରେ। ତା ଭିତରେ ହିଁ ସେ ଗଡଲିନେସ୍ ଆସେ। ଏ ସମସ୍ତ କ୍ୟାରେକ୍ଟର ଭିତରେ ଦେଖି ହିଁ ତା ଭିତରେ ପରିଚ୍ଛନ୍ନତାଟା ଭାବ ଆସେ। ଆଉ ଭାବନ୍ତୁ ତ ଦେଖି ଯେ ଆମେ ମାନେ ସମସ୍ତେ ଯୋଉମାନେ ଦୀକ୍ଷା ନେଇନାହାନ୍ତି, ଯୋଉମାନେ ଜୀବନରେ ଠାକୁରଜୀଙ୍କୁ ଗ୍ରହଣ କରିନାହାନ୍ତି, ଆମେ ଯଦି ତାଙ୍କ ଭଳି ଷ୍ଟେଟରେ ଥାଉଥାନ୍ତେ, ତାହେଲେ ଆଜି ଆମେ ଆମ ଜୀବନରେ କୋଉଠି କଣ କରୁଥାନ୍ତେ? ଆମ ସକାଳୁ ତ ଆରମ୍ଭ ହଉଛି ସତ୍ସଙ୍ଗରୁ, ଠାକୁରଜୀଙ୍କ କଥାରୁ, ଠାକୁରଜୀଙ୍କ ଭଜନ କୀର୍ତ୍ତନରୁ। ତେଣୁ ମୁଁ ଭାବେ ଯେ ମୁଁ ମୋ ଜୀବନରେ ଅନ୍ଧ ତ ହେଇନି, କିନ୍ତୁ ଠାକୁରଜୀଙ୍କୁ ଜୀବନରେ ଗ୍ରହଣ କଲା ପରେ ମଧ୍ୟ ଯଦି ତାଙ୍କର ମନ ଲାଖି ହେଉନି, ତାହେଲେ ମୁଁ ଯଷ୍ଟିଚ୍ୟୁତ ହେଉନି ତ? ଆଉ ଯଷ୍ଟିଚ୍ୟୁତ ହିଁ ତ ହଉଛି ଅଜ୍ଞାନତା। ଅଜ୍ଞାନତା ମାନେ ନୁହେଁ ଯେ କେବଳ ଯେ ମୁଁ ଜାଣିପାରୁନାହିଁ, ଅଜ୍ଞାନତା ମାନେ ଯେ ମୁଁ ଜାଣିପାରିଲେ ମଧ୍ୟ କରୁନାହିଁ। ଅଜ୍ଞାନତା ମାନେ ଯେ ସବୁ ବୁଝିଲା ପରେ ମଧ୍ୟ ପ୍ରଭୃତିରେ ପଡିଯିବାରୁ ମୁଁ କିଛି ଜାଣିପାରୁନାହିଁ। ଅଜ୍ଞାନତା ମାନେ ଏଇଆ ଯେ ମଙ୍ଗଳର ଅଧିକାରୀ ହେଲା ପରେ ମଧ୍ୟ ସେଇଭଳି ନ ହେଇ ଉଠିବା। ଅଜ୍ଞାନତା ମାନେ ଏଇଆ ଯେ ମୋ ଜୀବନରେ ଠାକୁର ଯେ ଇଷ୍ଟ ମଙ୍ଗଳମୟ ଲିଭିଂ ଆଇଡିଆଲ, ଏଇଟା ଜାଣିଲା ପରେ ମଧ୍ୟ ମୋ ଜୀବନରେ ମୁଁ ଠାକୁରଜୀଙ୍କୁ ବାଦ ଦେଇ ଆହୁରି ଅନେକ ଜିନିଷକୁ ମୁଖ୍ୟ କରି ତୋଳେ। ଅଜ୍ଞାନତା ମାନେ ଏଇଆ ଯେ ମୁଁ ଜାଣିଛି ଯେ ମୋ ଜୀବନରେ ପ୍ରତ୍ୟେକଟି ମୁହୂର୍ତ୍ତରେ ଠାକୁରଜୀ ଅଛନ୍ତି, ତଥାପି ଯୋଉ ମୁହୂର୍ତ୍ତରେ ମୁଁ ତାଙ୍କୁ ଧରିକି ଷ୍ଟ୍ରଙ୍ଗ ହେଇକି ଚାଲିବା କଥା, ସେଇ ମୁହୂର୍ତ୍ତରେ ମୁଁ ଟଳମଳ ହେଇଯାଏ। ଆଉ ଅଜ୍ଞାନତା ମାନେ ଏଇଆ ଯେ ମୁଁ ମୋ ଏଇ ଜୀବନର କେବଳ 50-70 ବର୍ଷକୁ ଆଖି ଆଗରେ ରଖିକି ମୋର ପୂର୍ବବର୍ତ୍ତୀ ଜନ୍ମର କୋଟି କୋଟି ଜନ୍ମ ଏବଂ ପରବର୍ତ୍ତୀ ଜନ୍ମ ଯେତିକି ପାଇବି, ସେ ସମସ୍ତ କଥାଟା ମୁଁ ଭୁଲିଯାଏ। ଅଜ୍ଞାନତା ମାନେ ଏଇଆ ଯେ ଏ ସଂସାରରେ ଥିବା ଏ ଟେମ୍ପରାରୀ ଲଭ, ଲୋକମାନଙ୍କ ପ୍ରତି ସେଇ ଯୋଉ ଭଲ ପାଇବା ସୃଷ୍ଟି କରିବାକୁ ଯାଇକି ମୁଁ ଠାକୁରଙ୍କ ପ୍ରତି ସେ ଭଲ ପାଇବା ହଜେଇ ଦଉନି ତ? ଆଉ ଏଇ ଅଜ୍ଞାନତା ମାନେ ବା ଯଷ୍ଟି ଚ୍ୟୁତ ହେବା ମାନେ ଏଇଆ
ଯେ ମୋ ଭିତରେ ଏଇ ଟେମ୍ପରାଲି ମ୍ୟାଟେରିଆଲିଷ୍ଟିକ ଲଭ ତ ଆସୁଛି, କିନ୍ତୁ ମୋର ଇଷ୍ଟଙ୍କୁ ଆଖି ଆଗରେ ରଖି ମୁଖ୍ୟ କରିକି ତ, ଆଉ ବାସ୍ତବରେ ଅନ୍ୟ କୌଣସି ପ୍ୟାସନରେ ପଡିକି ନୁହେଁ ତ। ଆଉ ଏ ଅଜ୍ଞାନତା ମାନେ ଏଇଆ ଯେ ମୁଁ ମୋ ଜୀବନରେ ସେଣ୍ଟ୍ରିକ କନସେଣ୍ଟ୍ରିକ ଆଉ ଠାକୁର ସେଣ୍ଟ୍ରିକ ହେଇକି ନ ଚାଲିକି ମୋ ଜୀବନରେ ଆଉ କୋଉ ମଣିଷ ପ୍ରତି ସେଣ୍ଟ୍ରିକ ହେଇଯାଉନି ତ। ଅଜ୍ଞାନତା ମାନେ ଏଇଆ ଯେ ମୋ ଜୀବନରେ ଭଲ ପାଇବା ତ ଆସୁଛି, କିନ୍ତୁ ମୋ ଭିତରେ ସେଇ ୟୁନିଭର୍ସାଲ ଲଭ ଆଉ ଗଡଲି ଲଭ ଅଛି ତ। ଏ ସମସ୍ତ ଜିନିଷ ମଣିଷ ଯେତେବେଳେ ଆନାଲାଇଜ କରିବାକୁ ଲାଗେ, ଏ ସମସ୍ତ ଜିନିଷ ମଣିଷ ଯେତେବେଳେ ଖୋଜିବାକୁ ଲାଗେ, ମଣିଷ ଭିତରେ ସେତେବେଳେ ପ୍ରେଜେନ୍ସ ଅଫ ମାଇଣ୍ଡ ବଢେ। ମଣିଷ ଭିତରେ ସେତେବେଳେ ଗୁଡିଆଲ ଗୋ ଅଫ ଲାଇଫ ବଢେ। ତେଣୁ ଏ ସମସ୍ତ ଭିତରେ ଦେଇକି ମଣିଷ ବୁଝିପାରେ ଯେ ହଁ, ମୁଁ ବାସ୍ତବରେ ଏଇଭଳି ହେବା ଦରକାର, କିନ୍ତୁ ଏତିକିରେ ଅଛି। ଆଉ ଆଉ କେତେ ଅଧିକା ହେଲେ ମୁଁ ତାଙ୍କର ମନ ଲାଖି ହେଇପାରିବି। ଏ ସମସ୍ତ ହଉଛି କୋଶ୍ଚିନ୍। 7ଟା 28 ହେବା ପାଇଁ ମୋ ଫୋନରେ ଆଉ 1 ମିନିଟ ଅଛି। ତେଣୁ ଇନ୍ ଟୋଟଲ ସମରୀରେ ମୁଁ ଏଇଭଳି ଭାବରେ ବୁଝେ ଯେ ଏଇ ସଂସାରରେ ଥିବା ପ୍ରତ୍ୟେକଟି ଶବ୍ଦର ବିଭିନ୍ନ ପ୍ରକାର ଅର୍ଥ ଅଛି। ପ୍ରତ୍ୟେକଟି ଶବ୍ଦକୁ ଯଦି ଖୋଲିକି ତାର ଡିକ୍ସନାରୀ ମିନିଂ ବାହାର କରିବା ଗୋଟେ ଅର୍ଥ ବାହାରିବ, ଯଦି ଇମୋସନାଲ ମିନିଂ ବାହାର କରିବା ତାର ଆଉ ଗୋଟେ ଅର୍ଥ ବାହାରିବ, ଯଦି ତାର ଇଣ୍ଟେନସନ ଦେଖିବା ପାଇଁ ଯିବା ଆଉ ଗୋଟେ ଅର୍ଥ ବାହାରିବ, ଯଦି ତାର ସେନ୍ସ ଦେଖିବା ପାଇଁ ଯିବା ଆଉ ଗୋଟେ ଅର୍ଥ ବାହାରିବ। କିନ୍ତୁ କମ୍ପ୍ଲେକ୍ସ ଆଉ କମ୍ପ୍ଲିକେଟେଡ ବନେଇକି ଏତେ ବିଭିନ୍ନ ପ୍ରକାର ଅର୍ଥରୁ କୋଉ ଜିନିଷଟା ମୁଁ କରିବି ଏତେ ନ ଭାବିକି କେବଳ ଭଲ ପାଇବା ଭିତରେ ଦେଇକି ସମସ୍ତ ଜିନିଷଟା ସମାଧାନ ହେଇପାରେ। ତେଣୁ ମୁଁ ମୋର ଜ୍ଞାନ ଭିତରେ ଦେଇକି ତାଙ୍କୁ ବୁଝିବାର ଚେଷ୍ଟା ଆଉ ଭଲ ପାଇବା ଭିତରେ ଦେଇକି ତାଙ୍କୁ ପାଇବାର ଚେଷ୍ଟା, ଦୁଇଟା ଭିତରେ ବହୁତ ତଫାତ ଅଛି। ଜ୍ଞାନ ଭିତରେ ଦେଇକି ତାଙ୍କୁ ବୁଝିବାକୁ ଚେଷ୍ଟା କଲେ ଏମିତି ଜନ୍ମ ଜନ୍ମ ଲାଗିଯାଏ, କିନ୍ତୁ ମଣିଷ ତାଙ୍କୁ ବୁଝିପାରେନି। କିନ୍ତୁ ଭଲ ପାଇବା ଭିତରେ ଦେଇ ତାଙ୍କୁ ବୁଝିବାକୁ ଚେଷ୍ଟା କଲେ ଗୋଟେ ସେକେଣ୍ଡରେ ବି ମଣିଷ ତାଙ୍କୁ ପାଇପାରେ। ତେଣୁ ଆସନ୍ତୁ, ମୁଁ ସର୍ବଶେଷରେ କେବଳ ସେ ଗୋଟେ କଥା ରଖିବି ଯେ ଭଲ ପାଇବା ଭିତରେ ଦେଇକି ମଣିଷ ଯଦି ସାରା ଦୁନିଆକୁ ଜିତି ପାରୁଛି, ତାହେଲେ ଭଲ ପାଇବା ଭିତରେ ଦେଇକି ମଣିଷ ଠାକୁରଜୀଙ୍କୁ କଣ ପାଇଁ ଜିତି ପାରିବନି। ମୁଁ ତାଙ୍କଠୁ ବହୁତ ଜିନିଷ ଆଶା କରୁଛି, ସେଥିପାଇଁ ବୋଧେ ମୁଁ ତାଙ୍କୁ ପାଉନାହିଁ। କିନ୍ତୁ ତାଙ୍କଠୁ କେବଳ ତାଙ୍କୁ ଯଦି ମୁଁ ଆଶା କରିବାରେ ଲାଗିବି, ତାହେଲେ ନିଶ୍ଚିନ୍ତ ଭାବରେ ମୁଁ ପାଇବି। ଆମର ଏଇ ଗୋ ଅଫ ଲାଇଫ, ଆମର ଏ କଣ୍ଟିନ୍ୟୁଅସ ଲାଇଫରେ ଯେମିତି ଆମେ ସମସ୍ତେ ଆମେ ଜୀବନରେ ସେମିତି ଈଶ୍ୱର ପ୍ରାପ୍ତି ହଉ, ଆମେ ସମସ୍ତେ ଠାକୁରଜୀଙ୍କୁ ବୁଝିଲେ ମଧ୍ୟ ତାଙ୍କୁ ଧରି ପ୍ରତ୍ୟେକଟି ମୁହୂର୍ତ୍ତରେ ଯେମିତି ଚାଲୁଥାଉ, ସମସ୍ତଙ୍କ ଜୀବନରେ ଯେମିତି ସୁଖ ଶାନ୍ତି ଆନନ୍ଦ ଭରିଯାଉ, ଏତିକି ମୋର ପ୍ରାର୍ଥନା। ସର୍ବଶେଷରେ ଯେତେ ଗୁରୁଜନ ଅଛନ୍ତି ସମସ୍ତଙ୍କୁ ମୋର ପ୍ରଣାମ, ଆଉ ଜ୍ଞାନୀ ଗୁଣୀ ସମସ୍ତଙ୍କୁ ମୋର ପ୍ରଣାମ। ଯଥାସ୍ଥାନେ ଯେଉଁଠି ମୋର ପ୍ରଣାମର ଆବଶ୍ୟକତା ଅଛି ସମସ୍ତଙ୍କୁ ପ୍ରଣାମ। ଏବଂ ଯଦି କୌଣସି ଜାଗାରେ ମୋର କହିବା ଭିତରେ ଦେଇକି ଭୁଲ ତ୍ରୁଟି ରହିଯାଏ, ତାହେଲେ ଆପଣଙ୍କର ପୁଅ ଭାବିକି କ୍ଷମା କରିଦେବେ। ସର୍ବଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରିବାର ସଙ୍ଗେ ସଙ୍ଗେ ଆଜି ଯେଉଁମାନେ ଭୋଗ ନିବେଦନ କରିଛନ୍ତି ତାଙ୍କର ମଧ୍ୟ ସାର୍ବିକ ମଙ୍ଗଳ କାମନା କରୁଛି। ଦାଦା ପ୍ରଣାମ, ଜୟ ଗୁରୁ। ଜୟ ଗୁରୁ ଅବିନାଶ ଭାଇ। ସତ୍ସଙ୍ଗ ଧାରା ଅନୁସାର ଭାଇ କହୁଛି ଅତି ସୁନ୍ଦର, ଆମର ଯୁବ ଆଲୋଚକ, ଯୁବ କଣ୍ଠଶିଳ୍ପୀ, ଅତି ସୁନ୍ଦର ଲାଗିଲା। କୋଉମାନଙ୍କୁ ଯୋଉମାନେ ଉପସ୍ଥିତ ଅଛନ୍ତି ନିଶ୍ଚିତ ଲାଗିଥିବ, କାରଣ ମୋତେ ଖୁସି ଲାଗିଲା ଏଇ କାରଣରୁ, ଏଇ ଯୁବ ବୟସରେ, ଏତିକି ବୟସ ଭିତରେ କେତେ ବୟସ ତ ମୁଁ ଆକୁରେଟ୍ କହିପାରିବି ନାହିଁ, ତଥାପି ଏ ଯୋଉ ସାଧନା, ଏ ଯୋଉ ଭାବନା ନେଇକିରି ପ୍ରଭୁଙ୍କୁ ଜାଣିବା, ସେଟା ହଉଛି ବଡ଼ ସୌଭାଗ୍ୟର କଥା। ଅନେକ ତାତ୍ତ୍ୱିକ କଥା କମ୍ ସମୟ ଭିତରେ ଆଲୋଚନା କରାଗଲା, ଯାହା ଠାକୁରଙ୍କୁ ବୁଝିବା ସେ ତ ଅତି ଗହନର କଥା। ଆମ ଜ୍ଞାନ ଭିତରେ ତାଙ୍କୁ ମାପି ପାରିବା ନାହିଁ। ଆମର ଜ୍ଞାନ ନାହିଁ, ଆମେ ତ ସବୁଠୁ ମୂର୍ଖ, ଆମର କିଛି ଜ୍ଞାନ ନାହିଁ। କିନ୍ତୁ ପ୍ରୀତି ଶ୍ରଦ୍ଧା, ଯାହା କଥା ଅବିନାଶ ଭାଇ କହିଲେ, ପ୍ରେମ ହୃଦୟ ନେଇ ମନ ପ୍ରାଣ ଦେଇ ତାଙ୍କୁ ଭଲ ପାଇବା, କୌଣସି ପ୍ରକାର ଆଶା ନ ରଖି, ପ୍ରତ୍ୟାଶା ନ ରଖି, ନିଷ୍କପଟ ଭାବରେ ତାଙ୍କୁ ଯଦି ଆମେ ଭଲ ପାଇ ବସିବା, ସିଏ ଆମ ହାତ ଧରିଛନ୍ତି, ଧରିଥିବେ, ଧରି ରଖିଥିବେ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ। ଆମେମାନେ ପ୍ରତ୍ୟେକ ଧନ୍ୟ, ଯାହା ଭାଇ କହୁଥିଲେ, ତାଙ୍କୁ ପାଇଛେ। କିନ୍ତୁ ଆମର ଗୋଟେ ଏମିତି ମନ, ଆମର ସନ୍ଦେହ ସୃଷ୍ଟି ହୁଏ, ବିଶ୍ୱାସ ଆସେ ନା, ସେଇଥିପାଇଁ ଆମେ ଝୁଣ୍ଟୁଛେ ବାରମ୍ବାର। ପାଇକି ମଧ୍ୟ ଅମୃତକୁ ଆମେ ତାର ରସ ଆସ୍ୱାଦନ କରିପାରୁନାହୁଁ। ପାଇଛୁ ଠାକୁରଙ୍କୁ, ବିଶ୍ୱାସ ରଖୁନୁ। ପାଇଛୁ ନାମ, ଜପ କରିପାରୁନୁ, କାହିଁକିନା ବିଶ୍ୱାସ ନାହିଁ, ସେ ଏକାଗ୍ରତା ନାହିଁ। ଯାହା କହୁଥିଲେ କନସେଣ୍ଟ୍ରିକ, ଆମର ସେ ଏକାଗ୍ରତା ଭାବ ଯଦି ନ ଆସିବ, ତାହେଲେ ସେ କ'ଣ ଆମକୁ ଧରା ଦେବେ? ପ୍ରଭୁ ମଧ୍ୟ ବହୁତ ପରୀକ୍ଷା କରନ୍ତି ତାର ଭକ୍ତକୁ। ସେ କେମିତି କରୁଛି, କଷ୍ଟ ବି ଦିଅନ୍ତି, ଦୁଃଖ ବି ଦିଅନ୍ତି, ସେଥିରେ ପରୀକ୍ଷା କରନ୍ତି। ଅନେକ ପୁରାଣ ଶାସ୍ତ୍ର କଥା ଆପଣମାନେ ଜାଣିଛନ୍ତି, ସେ ବିଷୟରେ ଯିବାନି, ସମୟ ନାହିଁ ଆମର। ତେବେ ସେ ପରୀକ୍ଷା କରିବା ଭିତରେ ଆମେ ଉତ୍ତୀର୍ଣ୍ଣ ହେଉଛେ କି ନାହିଁ, କିନ୍ତୁ ଦରଦୀ ଠାକୁର ଆମକୁ ବିଶେଷ ପରୀକ୍ଷା କରନ୍ତି ନାହିଁ। ମୋ ଜୀବନୀୟ କଥା ଯଦି ମୁଁ ଅନୁଭବ କରୁଛି, ଯାହା ସେ ଭିତରେ ମୁଁ ପରୀକ୍ଷା ଦେଇକି ପ୍ରଭୁଙ୍କୁ କୁହେ, ପ୍ରଭୁ ଆପଣଙ୍କ ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହୋଇପାରିବି ନାହିଁ, କାରଣ ସେ ଜ୍ଞାନ ମୋର ନାହିଁ, ଦୟାକରି ମୋର ହାତ ଧରିଥାନ୍ତୁ।
ତେଣୁ ଆମକୁ ଯେତିକି ପରୀକ୍ଷା ଆସୁଛି ଜୀବନରେ ଝଞ୍ଝଟା ଆସୁଛି ତାକୁ ଯଦି ସାମ୍ନା କରିବା ଆମ ଭିତରେ ଆମେ ବିଶ୍ୱାସ ରଖିବା ମାଲିକ ମୋ ଶରଣାପନ୍ନ ହୋଇଛି, ମାଲିକ ମୋର ଅଛନ୍ତି, ମୁଁ ତାଙ୍କର ମନ ଲେଖି ମଣିଷ ହେବି, ତାହେଲେ ମୋର ସେ ବିପଦ ବି ଅପସରି ଯିବ। କୌଣସି ଦୁଷ୍ଟ ଶକ୍ତି ମୋର ପ୍ରବେଶ କରିପାରିବନି, ମୋ ପାଖକୁ ଆସିପାରିବ ନାହିଁ। ଏ ବିଶ୍ୱାସ ଆମର ଅଛି ତ। ଖୁସି ଲାଗିଲା ଅବିନାଶ ଭାଇଙ୍କର ଏ ଯେଉଁ ସାରଗର୍ଭକ ସାଧନା ସେ ଯେତିକି କଲଚର କରୁଛନ୍ତି ଏଟା ସ୍ୱାଗତ ଯୋଗ୍ୟ। ଆମ ଭବିଷ୍ୟତ ପିଢ଼ି ସତ୍ସଙ୍ଗର ଭବିଷ୍ୟତ ଅବିନାଶ ଭାଇଙ୍କ ପରି ଯୁବ ଆଲୋଚକ ଯାହା ଜଗତକୁ ଉଦ୍ଧାର କରିବେ, ଜଗତକୁ ଏହିପରି ପ୍ରେରଣାପୃଷ୍ଟ କଥା କହି ସମସ୍ତଙ୍କୁ ଉଦ୍ବୁଦ୍ଧ କରିବେ। ଏଇଟା ହେଉଛି ଆମର ସୌଭାଗ୍ୟ। ଅବିନାଶ ଭାଇ ଏହିପରି ନିରନ୍ତର ଏହି ସାଧନା ଜାରି ରଖନ୍ତୁ, ଆହୁରି ଆହୁରି ପ୍ରଭୁଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ, ଆହୁରି ତାଙ୍କର ଅନେକ ପୁସ୍ତକ ପାଠ କରନ୍ତୁ, ଅନେକ ସତ୍ସଙ୍ଗରେ ଆଲୋଚନା ଶୁଣନ୍ତୁ। ଯେତିକି ମଧ୍ୟ ଆପଣ ଆହରଣ କରିଛନ୍ତି ତାହା ମଧ୍ୟ ଅନେକ ଆଶରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଅତି ସୁନ୍ଦର ଆଲୋଚନା। ଆଶା କରେ ଅଧିକ ମୁଁ କିଛି କହି ସମୟ ନଷ୍ଟ କରୁନି। ସେଇ ଗୋଟିଏ କଥା କହିବି, ଯୋ ମାಂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ତସ୍ୟାଂ ନ ପ୍ରଣଶାମି ସ ଚ ମେ ନ ପ୍ରଣଶ୍ୟତି। ଭଗବତ ଗୀତାରେ ଶ୍ରୀକୃଷ୍ଣ ଭଗବାନ କହିଛନ୍ତି ଅର୍ଜୁନକୁ, ସବୁଥିରେ ପତ୍ରରେ, ପୁଷ୍ପରେ, ବାୟୁରେ, ପବନରେ, ଗନ୍ଧରେ, ରୂପରେ, ଯୋଉଠି ସମସ୍ତ ଦେଖନ୍ତି